أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين ଯେପରିକି ମୁଁ ପୂର୍ବ ଖୁତବାରେ ଆହଜାବ୍ ଯୁଦ୍ଧ ସଂକ୍ରାନ୍ତରେ ଚର୍ଚ୍ଚା କରିଥିଲି, ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ମଧ୍ୟ ସେହି ପରିସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଅର୍ଥାତ୍ ମୁସଲମାନମାନଙ୍କୁ ଆହଜାବ୍ ଯୁଦ୍ଧରେ କେଉଁ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସୁତରାଂ ଆପଣ ରଜିୟଲ୍ଲାହୁ ଏଥି ସମ୍ପର୍କରେ ସବିଶେଷ ବିବରଣୀ ବର୍ଣ୍ଣନା କରିଛନ୍ତି। ଆପଣ କୁହନ୍ତି, ମଦିନାର ଏକ ବିସ୍ତୃତ ଭାଗ ଖନ୍ଦକ ଦ୍ୱାରା ସୁରକ୍ଷିତ ଥିଲା। ଅନ୍ୟ ପାର୍ଶ୍ୱରେ କେତେକ ପର୍ବତ ସ୍ତୂପମାନ ରହିଥିଲା, ଆଉ ଅପର ପାର୍ଶ୍ୱରେ ମଦିନାର ବାସଭବନ ଗୁଡ଼ିକ ରହିଥିଲା। ତ କେତେକ ଉଦ୍ୟାନମାନ ମଧ୍ୟ ରହିଥିଲା। ତେଣୁ ସହସା ଶତ୍ରୁର ଆକ୍ରମଣ କରିବା ସମ୍ଭବ ନଥିଲା। ସୁତରାଂ ଶତ୍ରୁମାନେ ପରାମର୍ଶ କରି ଏହା ନିଷ୍ପତ୍ତି କଲେ ଯେ ୟହୁଦୀମାନଙ୍କର ତୃତୀୟ ସମ୍ପ୍ରଦାୟ ଅର୍ଥାତ୍ ବନୁ କୁରେଜା ସହିତ ସମ୍ପର୍କ ସ୍ଥାପନ କରିବା ଉପଯୋଗୀ ହେବ। ସେମାନଙ୍କୁ ନିଜ ସହିତ ମିଶାଇବାକୁ ହେବ ଏବଂ ତାଙ୍କ ମାଧ୍ୟମରେ କୁରେଶ ମଦିନା ଉପରେ ଆକ୍ରମଣ କରିପାରିବେ। ସୁତରାଂ ପରାମର୍ଶ ପରେ ହୁଇ ବିନ୍ ଆଖତବ, ଯେ କି ବନୁ ନଜିର ସମ୍ପ୍ରଦାୟର ଅଧିପତି ଥିଲା, ଯାହାର ଷଡ଼ଯନ୍ତ୍ର ଓ ଶତ୍ରୁତା ଯୋଗୁଁ ସମଗ୍ର ଆରବବାସୀ ଏକତ୍ରିତ ହୋଇ ମଦିନା ଉପରେ ଆକ୍ରମଣ କରିଥିଲେ। ବିଶ୍ୱାସକାରୀଙ୍କ ସେନାପତି ଅବୁ ସୁଫିଆନ ଉକ୍ତ କାର୍ଯ୍ୟ ନିମନ୍ତେ ତାହାକୁ ନିଯୁକ୍ତ କଲା ଯେ ସେ ଯାଇ ବନୁ କୁରେଜା ଦଳ ସହିତ ସମ୍ପର୍କ ସ୍ଥାପନ କରନ୍ତୁ ଏବଂ ତାଙ୍କୁ ଏଥିପାଇଁ ପ୍ରବର୍ତ୍ତାନ୍ତୁ। ସୁତରାଂ ହୁଇ ବିନ୍ ଆଖତବ ୟହୁଦୀମାନଙ୍କର ଦୁର୍ଗ ଅଭିମୁଖେ ବାହାରିଲା। ସେ ବନୁ କୁରେଜା ସମ୍ପ୍ରଦାୟର ଅଧିପତି ସହିତ ସାକ୍ଷାତ କରିବାକୁ ଚାହୁଁଥିଲା। ପ୍ରଥମେ ତ ୟହୁଦୀ ଅଧିପତି ଅର୍ଥାତ୍ ବନୁ କୁରେଜାର ଅଧିପତି ହୁଇ ସହିତ ସାକ୍ଷାତ କରିବାକୁ ସିଧାସଳଖ ମନା କରିଦେଇଥିଲା। କିନ୍ତୁ ଯେତେବେଳେ ହୁଇ ବିନ୍ ଆଖତବ ତାଙ୍କୁ ବୁଝାସୁଝା କଲା ଏବଂ ସମଗ୍ର ଆରବବାସୀ ମୁସଲମାନମାନଙ୍କୁ ଧ୍ୱଂସ ଓ ବର୍ବାଦ କରିଦେବା ନିମନ୍ତେ ତତ୍ପର ଥିବାର ସବୁଜ ଉଦ୍ୟାନ ଦେଖାଇଥିଲା, ତାକୁ ଭଣ୍ଡେଇଥିଲା, ସେତେବେଳେ ସେ ତାହା ଝାଂସାରେ ଆସିଯାଇଥିଲା। ସୁତରାଂ ଏହି କଥା ମାଧ୍ୟମରେ ଅବୁ ସୁଫିଆନ ବନୁ କୁରେଜାକୁ ଶେଷ ବିଶ୍ୱାସଘାତ ଓ ପ୍ରତିଶ୍ରୁତି ଭଙ୍ଗ ନିମନ୍ତେ ରାଜି କରାଇ ଦେଇଥିଲା। ଶେଷରେ ଏହି ନିଷ୍ପତ୍ତି ହେଲା ଯେ ଅବିଶ୍ୱାସକାରୀଙ୍କ ସେନାବାହିନୀ ସମ୍ମୁଖ ଦିଗ ଅର୍ଥାତ୍ ଖନ୍ଦକକୁ ଅତିକ୍ରମ କରିବାକୁ ଉଦ୍ୟମ କରିବ। ଉକ୍ତ ସୈନ୍ୟବାହିନୀ ଯେତେବେଳେ ଖନ୍ଦକ ଅତିକ୍ରମ କରିବାରେ ସଫଳ ହୋଇଯିବ, ସେତେବେଳେ ବନୁ କୁରେଜା ମଦିନାର ଦ୍ୱିତୀୟ ପ୍ରାନ୍ତରୁ ମୁସଲମାନମାନଙ୍କ ଉପରେ ଆକ୍ରମଣ କରିଦେବେ, ଯେଉଁଠିକି ମହିଳାମାନେ ପିଲାମାନେ ରହିଛନ୍ତି, ଯେଉଁମାନଙ୍କୁ ବନୁ କୁରେଜା ଉପରେ ଭରସା ରହିଛି ଏବଂ ସେହି ଭରସାରେ ସେମାନେ ବିନା ସୁରକ୍ଷାରେ ମୁସଲମାନ ମହିଳା ଓ ପିଲାମାନଙ୍କୁ ଦୁର୍ଗରେ ଛାଡ଼ି ଦେଇଛନ୍ତି। ଏହିପରି ଭାବରେ ମୁସଲମାନମାନଙ୍କ ବିପକ୍ଷରେ ଶକ୍ତିକୁ ସମ୍ପୂର୍ଣ୍ଣ ରୂପେ ଦଳି ଦିଆଯିବ। ସହସା ଗୋଟିଏ ମୁହୂର୍ତ୍ତରେ ମୁସଲମାନ ଆବାଳ ବୃଦ୍ଧ ବନିତାଙ୍କୁ ହତ୍ୟା କରି ଦିଆଯିବ। ଉକ୍ତ କଥା ସୁନିଶ୍ଚିତ କରିବା ପରେ ଯେ ଯଦି ଯୋଜନାର ସ୍ୱଳ୍ପାଧିକ ସଫଳତା ଅବିଶ୍ୱାସକାରୀଙ୍କୁ ମିଳିଯାଏ, ତେବେ ମୁସଲମାନମାନଙ୍କ ନିମନ୍ତେ ପଳାୟନ କରିବାକୁ କୌଣସି ବାଟ ମିଳିବ ନାହିଁ। ବନୁ କୁରେଜା ମୁସଲମାନମାନଙ୍କର ମିତ୍ର ଥିଲେ। ସେମାନେ ଯଦି ଉକ୍ତ ଯୁଦ୍ଧରେ ସାମିଲ
ସାମିଲ ମଧ୍ୟ ନ ହୋଇଥାନ୍ତେ ତେବେ ମଧ୍ୟ ମୁସଲମାନମାନେ ଏହା ଆଶା କରି ନଥିଲେ, ଏହା ଆଶା ବାନ୍ଧି ନଥିଲେ ଯେ ସେମାନେ ଶତ୍ରୁ ସହିତ ସାମିଲ ହୋଇ ମଦିନା ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରିବେ। ବନୁ କୁରେଜା ଏବଂ ଅବିଶ୍ୱାସକାରୀମାନେ ମଧ୍ୟ ଏହି ସ୍ଥିତିର ସମୀକ୍ଷା କରି ନିଷ୍ପତ୍ତି କରିଥିଲେ ଯେ ବନୁ କୁରେଜା ଯେତେବେଳେ ଅବିଶ୍ୱାସକାରୀଙ୍କ ସହିତ ମିଶିଯିବେ ସେତେବେଳେ ସେମାନେ ଅବିଶ୍ୱାସକାରୀଙ୍କୁ ସାହାଯ୍ୟ ନ କରନ୍ତୁ ପଛେ କିନ୍ତୁ ଏପରି ନ ହେଉ ଯେ ମୁସଲମାନ ମଦିନାର ସେହି ଦିଗର ସୁରକ୍ଷା ପ୍ରତି ମଧ୍ୟ କୌଣସି ବ୍ୟବସ୍ଥା କରିନେବେ। ସେମାନେ ଅର୍ଥାତ୍ ବନୁ କୁରେଜା ଖୁବ୍ ସତର୍କତା ଅବଲମ୍ବନ କଲେ। ଯେଉଁ ଦିଗ ବନୁ କୁରେଜାର ଅଞ୍ଚଳ ସହିତ ସଂଲଗ୍ନିତ ଥିଲା ଅର୍ଥାତ୍ ସେହି ଦିଗ ଆଡ଼ୁ ଆକ୍ରମଣ ହୋଇ ନଯାଉ, ମୁସଲମାନମାନଙ୍କ ମଧ୍ୟରେ ଏହି ଧାରଣା ଉତ୍ପନ୍ନ ନ ହୋଇଯାଉ ଯେ ବନୁ କୁରେଜା ସମ୍ପ୍ରଦାୟ ଅବିଶ୍ୱାସକାରୀଙ୍କ ସହିତ ସମ୍ମିଳିତ ହୋଇଯାଇଛି। ତେଣୁ ଉକ୍ତ ଯୋଜନା ଓ ଷଡ଼ଯନ୍ତ୍ରଟି ଅତ୍ୟନ୍ତ ଭୟଙ୍କର ଥିଲା। ମୁସଲମାନମାନଙ୍କୁ ଅବଚେତନ ରଖି ଏପରି କୌଣସି ସମୟରେ ବନୁ କୁରେଜା ସମ୍ପ୍ରଦାୟ ଶତ୍ରୁ ସହିତ ମିଶିଯିବ ଯେତେବେଳେ ଇସଲାମୀୟ ସୈନ୍ୟବାହିନୀ ଉପରେ ଅବିଶ୍ୱାସକାରୀଙ୍କ ସୈନ୍ୟବାହିନୀ ଭୟଙ୍କର ଆକ୍ରମଣ କରୁଥିବ। ମଦିନାର ସେହି ଦିଗର ସୁରକ୍ଷାକୁ ଯେଉଁ ଦିଗରେ ବନୁ କୁରେଜା ସମ୍ପ୍ରଦାୟର ଦୁର୍ଗଗୁଡ଼ିକ ରହିଥିଲା ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ମନେ ହେଉଥିଲା ତାହା ନୁହେଁ, ବରଂ କେବଳ ସୁରକ୍ଷା ପ୍ରସଙ୍ଗକୁ ଅସମ୍ଭବ କରିଦିଆଯାଇଥିଲା। ଏହାର ତ ପ୍ରଶ୍ନ ହିଁ ଉଠୁନଥିଲା, ବରଂ ଆକ୍ରମଣର ଆଶଙ୍କା ମଧ୍ୟ ନଥିଲା ସେହି ପାର୍ଶ୍ୱରୁ। ସେହି ପରିସ୍ଥିତିରେ ମୁସଲମାନମାନଙ୍କର ଚିନ୍ତା ବ୍ୟକ୍ତ କରିବା ସ୍ୱାଭାବିକ ଥିଲା। ଏହାର ପ୍ରତିରୋଧ ନିମନ୍ତେ ଉଦ୍ୟମ ମଧ୍ୟ ଏକାନ୍ତ ଅପରିହାର୍ଯ୍ୟ ଥିଲା। ଏଥି ନିମନ୍ତେ ମଦିନାର ସୁରକ୍ଷା ନିମନ୍ତେ 500 ଜଣ ଲୋକଙ୍କୁ ମୁସଲମାନମାନଙ୍କୁ ନିଯୁକ୍ତ କରାଗଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ସେମାନଙ୍କୁ ଦୁର୍ଗର ସୁରକ୍ଷା ନିମନ୍ତେ ପ୍ରେରଣ କରିଥିଲେ। ଉକ୍ତ ଘଟଣା ସଂକ୍ରାନ୍ତରେ ଜୀବନୀ ଲେଖାଳିମାନେ ଏହି ବିବରଣୀ ଉଲ୍ଲେଖ କରିଛନ୍ତି ଯେ ବନୁ କୁରେଜା ସମ୍ପ୍ରଦାୟର ପ୍ରତିଶ୍ରୁତି ଭଙ୍ଗ ଓ ଚୁକ୍ତି ଭଙ୍ଗର ସୂଚନା ଯେତେବେଳେ ମୁସଲମାନମାନଙ୍କ ପର୍ଯ୍ୟନ୍ତ ପହଞ୍ଚିଲା, ମୁସଲମାନମାନଙ୍କ ନିକଟରେ ପହଞ୍ଚିଲା, ସେତେବେଳେ ସେମାନଙ୍କର ଭୟ ଆହୁରି ବୃଦ୍ଧି ପାଇଲା। ମୁସଲମାନମାନଙ୍କୁ ନିଜର ମହିଳା ଓ ପିଲାମାନଙ୍କର ଚିନ୍ତା ଘାରିଲା। ଏଥି ସଂକ୍ରାନ୍ତରେ ଆଲ୍ଲାହ ତାଆଲା ପବିତ୍ର କୁରାନରେ କୁହନ୍ତି, ଇଜ ଜାକୁମ୍ ମିନ୍ ଫୌକିକୁମ୍ ୱ ମିନ୍ ଆସଫଲା ମିନକୁମ୍ ୱ ଇଜ ଜାଗତିଲ୍ अबसारु व बलगतिल कुलूबु हनाजिरा व तजन्नुना बिल्लाहि जुनूना। अर्थात ସେହି ସମୟକୁ ସ୍ମରଣ କର ଯେତେବେଳେ ତୁମମାନଙ୍କର ଶତ୍ରୁ ତୁମମାନଙ୍କୁ ଉର୍ଦ୍ଧ୍ୱ ଦେଶରୁ ଅର୍ଥାତ୍ ପର୍ବତ ଉପରୁ ତଥା ନିମ୍ନ ଦେଶରୁ ମଧ୍ୟ ଆକ୍ରମଣ କରିଥିଲେ ଏବଂ ଯେତେବେଳେ ଭୟରେ ତୁମମାନଙ୍କ ଚକ୍ଷୁ ଜଳକା ହୋଇଯାଉଥିଲା ଏବଂ ହୃଦୟ ପ୍ରକମ୍ପିତ ହୋଇ ଉଠୁଥିଲା। ତୁମେମାନେ ଆଲ୍ଲାହ ତାଆଲାଙ୍କ ସଂକ୍ରାନ୍ତରେ ବିଭିନ୍ନ ପ୍ରକାରର ସନ୍ଦେହର ବଶବର୍ତ୍ତୀ ହୋଇଯାଇଥିଲ। ରସୂଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି वसल्लम ଏବଂ ମୁସଲମାନମାନେ ତ ଶତ୍ରୁ ସମ୍ମୁଖରେ ଥିଲେ ଏବଂ ବିଭିନ୍ନ ସ୍ଥାନରେ ପାଳି କରି ଖନ୍ଦକର ପ୍ରହରା ଦେଉଥିଲେ, ଜଗି ରହିଥିଲେ। ସେମାନେ ସେଠାରୁ ହଟି ପାରୁନଥିଲେ। ଜୀବନୀ ଲେଖାଳିମାନେ ଖନ୍ଦକର 8ଟି ସ୍ଥାନର ଚର୍ଚ୍ଚା କରିଛନ୍ତି ଯେଉଁଠି ମୁସଲମାନମାନେ ମୁତୟନ ଥିଲେ। ସେହି ସମସ୍ତ ଲୋକମାନଙ୍କର ନିରୀକ୍ଷକ ହଜରତ ଜୁବେର ବିନ୍ ଆୱାମକୁ ନିଯୁକ୍ତ କରାଯାଇଥିଲା। ବନୁ କୁରେଜା ସମ୍ପ୍ରଦାୟ ବର୍ତ୍ତମାନ ଚୁକ୍ତି ଭଙ୍ଗ କରି ଘେରାଉ କରୁଥିବା ସମ୍ପ୍ରଦାୟମାନଙ୍କ ସହିତ ମିଶି ଯାଇଥିଲା ଏବଂ ସେମାନଙ୍କ ସମ୍ପର୍କରେ ଏହି ସୂଚନା ମିଳୁଥିଲା ଯେ ସେମାନେ ଯେକୌଣସି ମୁହୂର୍ତ୍ତରେ ମୁସଲମାନମାନଙ୍କ ଉପରେ ଆକ୍ରମଣ କରିଦେବେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କୁ ଯେତେବେଳେ ଏହି ଖବର ମିଳିଲା ସେତେବେଳେ ଆପଣ ସଲମା ବିନ୍ ଆସଲମ୍ ରଜିୟଲ୍ଲାହୁ 200 ଜଣ ମୁସଲମାନମାନଙ୍କ ସମେତ ଏବଂ ହଜରତ ଜୈଦ ବିନ୍ ହାରିସା ରଜିୟଲ୍ଲାହୁ 300 ଜଣ ମୁସଲମାନମାନଙ୍କ ସହିତ ମଦିନାର ସୁରକ୍ଷା ନିମନ୍ତେ ଅର୍ଥାତ୍ ଦୁର୍ଗର ସୁରକ୍ଷା ନିମନ୍ତେ ପ୍ରେରଣ କରିଥିଲେ, ଯେଉଁଠାରେ କି ମୁସଲମାନ ମହିଳା ଓ ପିଲାମାନେ ରହିଥିଲେ। ରାତ୍ର ସମୟରେ ସେମାନେ ବିଭିନ୍ନ ସ୍ଥାନରେ ପ୍ରହରା ଦେଉଥିଲେ। ସେହିପରି ସମୟ ସମୟରେ ସେମାନେ ତକବୀର ଆଲ୍ଲାହୁ ଆକବରର ସ୍ଲୋଗାନ ଦେଉଥିଲେ। ହଜରତ ସାହାବଜାଦା ମିର୍ଜା ବଶୀର ଅହମଦ ସାହେବ ଉକ୍ତ ପ୍ରସଙ୍ଗକୁ ଏହିପରି ବର୍ଣ୍ଣନା କରିଛନ୍ତି ଯେ ସେତେବେଳେ ମଦିନାର ଦିଗ୍ବଳୟ ଅତ୍ୟନ୍ତ ଅନ୍ଧକାରପୂର୍ଣ୍ଣ ଥିଲା। ସହରର ଚତୁର୍ ଦିଗରେ ହଜାର ହଜାର ହିଂସ୍ର ଶତ୍ରୁମାନେ ଶିବିର ଲଗାଇ ବସି ରହିଥିଲେ। ସେମାନେ ପ୍ରତ୍ୟେକ ସମୟରେ ଏହି ସୁଯୋଗକୁ ଅନାଇ ବସିଥିଲେ, ଅପେକ୍ଷାରତ ଥିଲେ ଏଥିରେ ଯେ ଏକ ସାମାନ୍ୟତମ ସୁଯୋଗଟିଏ ମିଳିଗଲେ ସେମାନେ ମୁସଲମାନମାନଙ୍କ ଉପରେ ଆକ୍ରମଣ କରିଦେବେ
ଏବଂ ତାଙ୍କୁ ଧ୍ୱଂସ ବିଧ୍ୱଂସ କରିଦେବେ। ସହରରେ ମୁସଲମାନମାନଙ୍କ ପାର୍ଶ୍ୱରେ ଥିବା ବିଶ୍ୱାସଘାତୀ ବନୁ କୁରେଜା ସମ୍ପ୍ରଦାୟ ମଧ୍ୟ ରହିଥିଲେ। ସେହି ସମ୍ପ୍ରଦାୟର ଶତାଧିକ ସଶସ୍ତ୍ର ଯୁବକମାନେ ଜଣେ ଜଣେ ବୀର ଓ ସାହସୀ ସୈନିକ ମାନଙ୍କଠାରୁ କିଛି କମ୍ ନଥିଲେ। ଯିଏ ଯେତେବେଳେ ଚାହୁଁଥିଲା ଅବା ସୁଯୋଗ ପାଉଥିଲା ସିଏ ପଛପଟୁ ମୁସଲମାନମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ତତ୍ପର ଥିଲା। ମୁସଲମାନମାନଙ୍କର ମହିଳା ଓ ଛୋଟ ପିଲାମାନେ ଯେଉଁମାନେ ସହରରେ ରହିଥିଲେ ସେମାନେ ସବୁବେଳେ ସେମାନଙ୍କ ଶିକାରରେ ରହିଥିଲେ। ଏହି ସ୍ଥିତି ଓ ସତ୍ୟାସତ୍ୟ ସମ୍ପର୍କରେ କୌଣସି ବୁଦ୍ଧିମାନ ବ୍ୟକ୍ତି ନିକଟରେ ଏକଥା ଲୁଚି ରହିପାରିନଥିଲା। ଦୁର୍ବଳ ମୁସଲମାନମାନଙ୍କ ମନରେ ଭୀଷଣ ଭାବରେ ଉକ୍ତ ଚିନ୍ତା ସୃଷ୍ଟି ହେଉଥିଲା ଯେ କପଟ ବିଶ୍ୱାସୀଙ୍କର ସ୍ୱଭାବ ଏଭଳି ରହିଛି ଯେପରିକି ଅଲ୍ଲାହ କୁହନ୍ତି, ମା ୱାଦନାଲ୍ଲାହୁ ୱରସୁଲୁହୁ ଇଲ୍ଲା ଗୁରୁରା। ଏବଂ ସେହି ସମୟକୁ ସ୍ମରଣ କର ଯେତେବେଳେ କପଟ ବିଶ୍ୱାସୀମାନେ ଏବଂ ଯେଉଁମାନଙ୍କ ହୃଦୟ ବ୍ୟାଧିଗ୍ରସ୍ତ ହୋଇଥିଲା ସେମାନେ କହିଥିଲେ, ଅଲ୍ଲାହ ଓ ତାହାଙ୍କ ବାର୍ତ୍ତାବହ ଆମମାନଙ୍କ ସହିତ ଏକ ମିଥ୍ୟା ଅଙ୍ଗୀକାର କରିଥିଲେ। କେତେକ କପଟ ବିଶ୍ୱାସୀମାନେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ସେବାରେ ଉପସ୍ଥିତ ହୋଇ କହିବାକୁ ଲାଗିଲେ ଯେ ହେ ଅଲ୍ଲାହଙ୍କ ବାର୍ତ୍ତାବହ, ସହରରେ ଆମମାନଙ୍କର ବାସଭବନ ଗୁଡ଼ିକ ଆଦୌ ସୁରକ୍ଷିତ ନୁହେଁ। ଆପଣ ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ଆମମାନଙ୍କୁ ଏହି ଅନୁମତି ପ୍ରଦାନ କରନ୍ତୁ ଯେ ଆମେମାନେ ନିଜ ଘରେ ରହି ସେଗୁଡ଼ିକର ସୁରକ୍ଷା କରିବୁ। ପ୍ରତି ଉତ୍ତରରେ ଐଶୀବାଣୀ ଅବତୀର୍ଣ୍ଣ ହେଲା, ଓମା ହିୟା ବିଔରାତିନ୍ ଇନ୍ ୟୁରିଦୁନା ଇଲ୍ଲା ଫିରାରା। ଏବଂ ସେମାନଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀ ନବୀ କରୀମ ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ଠାରୁ ଏହି ଅନୁମତି ଭିକ୍ଷା କରି କହିଥିଲେ, ଆମମାନଙ୍କ ଗୃହ ଶତ୍ରୁମାନଙ୍କ ଘେରରେ ରହିଛି। ଅଥଚ ସେଗୁଡ଼ିକ ଶତ୍ରୁମାନଙ୍କ ଘେରରେ ନଥିଲା। ସେମାନେ କେବଳ ପଳାୟନ କରିବାକୁ ଇଚ୍ଛା ପ୍ରକାଶ କରୁଥିଲେ। କିନ୍ତୁ ଏହି ସମୟଟି ନୈଷ୍ଠିକ ମୁସଲମାନମାନଙ୍କ ବିଶ୍ୱାସର ପରିପ୍ରକାଶ ଥିଲା। ଅତଏବ ଆଲ୍ଲାହ ତାଆଲା ପବିତ୍ର କୁରାନରେ କହନ୍ତି, ୱଲମ୍ମା ରାଆଲ୍ ମୁଅମିନୁନାଲ୍ ଆହଜାବା କାଲୁ ହାଜା ମା ୱାଦନାଲ୍ଲାହୁ ୱରସୁଲୁହୁ ସଦକଲ୍ଲାହୁ ୱରସୁଲୁହୁ ወମା ज़ାଦହୁମ୍ ଇଲ୍ଲା ଈମାନନ୍ व ତସ୍ଲିମା। ଅତଏବ ଦେଖ, ଯେତେବେଳେ ପ୍ରକୃତ ବିଶ୍ୱାସକାରୀମାନେ ଆକ୍ରମଣକାରୀ ସୈନ୍ୟବାହିନୀକୁ ଦେଖିଲେ ସେତେବେଳେ ସେମାନେ କହିଲେ, ଏମାନେ ସେହି ସୈନ୍ୟବାହିନୀ ଯାହାଙ୍କ ସଂକ୍ରାନ୍ତରେ ଅଲ୍ଲାହ ଓ ତାହାଙ୍କ ବାର୍ତ୍ତାବହ ଆମମାନଙ୍କ ଠାରୁ ଅଙ୍ଗୀକାର ନେଇଛନ୍ତି ଏବଂ ଅଲ୍ଲାହ ଓ ତାହାଙ୍କର ରସୂଲ ସମ୍ପୂର୍ଣ୍ଣ ସତ୍ୟ କହିଥିଲେ। ଏବଂ ଏହି ଘଟଣା ସେମାନଙ୍କ ବିଶ୍ୱାସକୁ ବହୁଗୁଣିତ କରିଥିଲା। ଅତଏବ ଉକ୍ତ ଆକ୍ରମଣ ଦ୍ୱାରା ମଧ୍ୟ ସେମାନଙ୍କର ବିଶ୍ୱାସ ଓ ସ୍ୱୀକୃତିତା ବର୍ଦ୍ଧିତ ହୋଇଥିଲା। କିନ୍ତୁ କାଳ ଓ ସ୍ଥିତିକୁ ଦେଖି ଉଭୟଙ୍କର ପକ୍ଷ ସଂକ୍ରାନ୍ତରେ ସମସ୍ତଙ୍କୁ ସମାନ ଭାବରେ ଜ୍ଞାତ ଥିଲା। ସୁତରାଂ ଏଥି ସଂକ୍ରାନ୍ତରେ ଆଲ୍ଲାହ ତାଆଲା କୁହନ୍ତି, ଇଜ୍ ଜାଆକୁମ୍ ମିନ୍ ଫୌକିକୁମ୍ ୱ ମିନ୍ ଆସଫଲା ମିନକୁମ୍ وإذ زاغت الأبصار وبلغت القلوب حناجرا وتظنون بالله الظنون هنالك ابتلي المؤمنون وزلزلوا زلزالا شديدا। ସେହି ସମୟକୁ ସ୍ମରଣ କର ଯେତେବେଳେ ତୁମମାନଙ୍କ ଶତ୍ରୁମାନେ ତୁମମାନଙ୍କ ଉପରେ ଊର୍ଦ୍ଧ୍ୱ ଦେଶରୁ ଅର୍ଥାତ୍ ପର୍ବତ ଉପରୁ ଓ ନିମ୍ନ ଦେଶରୁ ମଧ୍ୟ ଆକ୍ରମଣ କରିଥିଲେ, ଯେତେବେଳେ ଭୟରେ ତୁମମାନଙ୍କର ଚକ୍ଷୁ ଚକିତ ହୋଇଯାଇଥିଲା ଏବଂ ହୃଦୟ ପ୍ରକମ୍ପିତ ହୋଇ ଉଠିଥିଲା ଏବଂ ତୁମେମାନେ ଆଲ୍ଲାହ ତାଆଲାଙ୍କ ସଂକ୍ରାନ୍ତରେ ବିଭିନ୍ନ ପ୍ରକାରର ସନ୍ଦେହର ବଶବର୍ତ୍ତୀ ହୋଇଥିଲ। ସେତେବେଳେ ବିଶ୍ୱାସକାରୀମାନଙ୍କୁ ଦୃଢ଼ ପରୀକ୍ଷାର ସମ୍ମୁଖୀନ କରାଯାଇଥିଲା ଏବଂ ସେମାନଙ୍କୁ ଭୀଷଣ ଭାବରେ ଦୋହଲାଇ ଦେଇଥିଲା। ଏହିଭଳି ଘଡ଼ିସନ୍ଧି ସମୟରେ ମୁସଲମାନମାନଙ୍କ ସ୍ୱଳ୍ପ ଗୋଷ୍ଠୀ ଯହିଁରେ କେତେକ ଦୁର୍ବଳ ସ୍ୱଭାବର ଲୋକମାନେ ଓ କେତେକ କପଟ ବିଶ୍ୱାସୀମାନେ ମଧ୍ୟ ଅନ୍ତର୍ଭୁକ୍ତ ରହିଥିଲେ। ସେମାନେ କ'ଣ ଲଢ଼ି ପାରିଥାନ୍ତେ? ସେମାନଙ୍କ ନିକଟରେ ତ ଏତେ ସଂଖ୍ୟକ ଲୋକ ମଧ୍ୟ ନଥିଲେ ଯେ ଦୁର୍ବଳ ଅବସରରେ ସେମାନେ ମନବାଞ୍ଛିତ ପ୍ରହାରର ବ୍ୟବସ୍ଥା କରିପାରିଥାନ୍ତେ। ସୁତରାଂ ଦିବାରାତ୍ର କଷ୍ଟସାଧ୍ୟ ଡ୍ୟୁଟି ଦେବା ଯୋଗୁଁ ମୁସଲମାନମାନେ କ୍ଳାନ୍ତ ହୋଇପଡ଼ିଥିଲେ। ଅନ୍ୟପଟରେ ବନୁ କୁରେଜା ସମ୍ପ୍ରଦାୟର ବିଶ୍ୱାସଘାତକତା ଯୋଗୁଁ ସହରର ଗଳିକନ୍ଦିରେ
ପ୍ରହରାକୁ ଅଧିକ ସୁଦୃଢ଼ କରିବା ନିହାତି ଜରୁରୀ ଥିଲା, ଯଦ୍ୱାରା ମହିଳା ଏବଂ ପିଲାମାନେ ଯେପରି ସୁରକ୍ଷିତ ରହିପାରିବେ। ଅବିଶ୍ୱାସକାରୀଙ୍କ ସିପାହୀମାନେ ମୁସଲମାନମାନଙ୍କୁ ପ୍ରତ୍ୟେକ ଦୃଷ୍ଟିରୁ ହଇରାଣ କରିବା ନିମନ୍ତେ ପ୍ରୟାସରତ ଥିଲେ। କେତେବେଳେ ସେମାନେ ଦୁର୍ବଳ ସ୍ଥାନରେ ଆକ୍ରମଣ କରି ଏକାଠି ହୋଇଯାଉଥିଲେ ଏବଂ ମୁସଲମାନମାନେ ସୁରକ୍ଷା ନିମନ୍ତେ ସେଠାରେ ଅର୍ଥାତ୍ ସେହି ଦୁର୍ବଳ ସ୍ଥାନର ସୁରକ୍ଷା ନିମନ୍ତେ ଏକତ୍ରିତ ହେବାକୁ ଲାଗୁଥିଲେ। ଫଳତଃ ଅବିଶ୍ୱାସକାରୀମାନେ ଦିଗ ବଦଳାଇ ଅନ୍ୟ ସ୍ଥାନରେ ଆକ୍ରମଣ ଓ ବଳ ପ୍ରୟୋଗ କରୁଥିଲେ। ନିରୀହ ମୁସଲମାନମାନେ ଦୌଡ଼ି ଆସି ସେହି ସ୍ଥାନରେ ପହଞ୍ଚୁଥିଲେ। ବେଳେବେଳେ ଅବିଶ୍ୱାସକାରୀମାନେ ଏକ ସ୍ଥାନରେ 2-3ଟି ସ୍ଥାନରେ ସହସା ଆକ୍ରମଣ କରିଦେଉଥିଲେ। ଫଳରେ ମୁସଲମାନମାନଙ୍କର ଏକତା ଭଙ୍ଗ ହୋଇଯାଉ ଓ ମୁସଲମାନମାନେ ବିକ୍ଷିପ୍ତ ହୋଇଯାଆନ୍ତୁ। ସେହି ଆକ୍ରମଣର ଜବାବ ମୁସଲମାନମାନଙ୍କ ପକ୍ଷରୁ ପ୍ରାୟତଃ ତୀର ମାଧ୍ୟମରେ ଦିଆଯାଉଥିଲା, କିନ୍ତୁ ବେଳେବେଳେ ଅବିଶ୍ୱାସକାରୀଙ୍କ ସିପାହୀମାନେ ଏହି ପନ୍ଥା ଅବଲମ୍ବନ କରୁଥିଲେ ଯେ ଗୋଟିଏ ସୈନ୍ୟବାହିନୀ ମୁସଲମାନମାନଙ୍କ ଉପରେ ତୀର ବର୍ଷଣ କରି ସେମାନଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରୁ। ଦ୍ୱିତୀୟ ସୈନ୍ୟ ଟୁକୁଡ଼ିଟି ଆକ୍ରମଣ କରି ଖନ୍ଦକର କୌଣସି ଦୁର୍ବଳ ସ୍ଥାନ ଉପରେ ଆକ୍ରମଣ କରୁଥିଲା ଏବଂ ସେହି ଖନ୍ଦକକୁ ଲଙ୍ଘି ମୁସଲମାନମାନଙ୍କୁ ଧ୍ୱଂସ କରିବାକୁ ଚେଷ୍ଟା କରୁଥିଲା, ନିପାତ କରିବାକୁ ଚେଷ୍ଟା କରୁଥିଲା। ଏହିପରି ପ୍ରୟାସ ବରାବର ଲାଗି ରହିଥିଲା। ଇତିହାସରେ ଏହି ଚର୍ଚ୍ଚା ମଧ୍ୟ ମିଳେ ଯେ ଏକ ଅବସରରେ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି ወሰଲ୍ଲମ ଗତଫାନ୍ ସମ୍ପ୍ରଦାୟ ସହିତ ସନ୍ଧି ସ୍ଥାପନ କରିବା ସଂକ୍ରାନ୍ତରେ ସାହାବାମାନଙ୍କୁ ବିଶେଷ କରି ଅନସାରମାନଙ୍କୁ ପରାମର୍ଶ କଲେ। ଅତଏବ ଉକ୍ତ ଘଟଣାର ସବିଶେଷ ବିବରଣୀ ହଜରତ ମିର୍ଜା ବଶୀର ଅହମଦ ସାହେବ ଏପରି ଉଲ୍ଲେଖ କରିଛନ୍ତି ଯେ ସେହି ଦିନ ମୁସଲମାନମାନଙ୍କ ନିମନ୍ତେ ଅତ୍ୟନ୍ତ କଷ୍ଟଦାୟକ ତଥା ବିପଦସଂକୁଳ ଦିନ ଥିଲା। ଯେମିତି ଯେମିତି ଘେରାଉର ଦିନ ବୃଦ୍ଧି ପାଉଥିଲା, ସେମିତି ମୁସଲମାନମାନଙ୍କ ମୁକାବିଲା କରିବା ଶକ୍ତି ନିଶ୍ଚିତ ରୂପେ ଦୁର୍ବଳ ହୋଇ ଚାଲିଥିଲା। ମୁସଲମାନମାନଙ୍କର ମନୋବିଶ୍ୱାସ ଓ ନିଷ୍ଠା ଦ୍ୱାରା ପରିପୂର୍ଣ୍ଣ ଥିଲା, କିନ୍ତୁ ଶରୀରର ଯାହା ବସ୍ତୁବାଦୀ ସାଧନ ଭିତ୍ତିକ ଓ ଏକ ପ୍ରାକୃତିକ ନିୟମ ସ୍ୱଭାବଗତ ଦୃଷ୍ଟିରୁ ତାହା କ୍ରମଶଃ ଶିଥିଳ ଓ ଦୁର୍ବଳ ହୋଇ ଚାଲିଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଏହିସବୁ ପରିସ୍ଥିତିକୁ ଅନୁଧ୍ୟାନ କରି ଅନସାରମାନଙ୍କର ଅଧିପତି ସାଦ୍ ବିନ୍ ମୁଆଜ ଓ ସାଦ୍ ବିନ୍ ଉବାଦା ରଜିୟଲ୍ଲାହୁଙ୍କୁ ଡକାଇ ସେମାନଙ୍କୁ ପରିସ୍ଥିତି ସମ୍ପର୍କରେ ଅବଗତ କଲେ ଏବଂ ସେମାନଙ୍କଠାରୁ ପରାମର୍ଶ ଲୋଡ଼ିଲେ ଯେ ହଜରତ ସାଦ୍ ବିନ୍ ଉବାଦା, ଏହିସବୁ ପରିସ୍ଥିତିରେ ଆମମାନଙ୍କୁ କ'ଣ କରିବା ଉଚିତ? ଅର୍ଥାତ୍ ଆପଣ ବନୁ ଗତଫାନ୍ ସମ୍ପ୍ରଦାୟକୁ କହିଲେ ଯେ ମଦିନାର କର ମଧ୍ୟରୁ କିଛି କର ଓ କିଛି ଅଂଶ ଦେଇ ଅର୍ଥାତ୍ ଶତ୍ରୁକୁ ଆମେ କିଛି ନିଜ ଭଣ୍ଡାରରୁ ଅର୍ଥ ଦାନ କରି ଏହି ଯୁଦ୍ଧକୁ ଟାଳିଦେବା। ସାଦ୍ ବିନ୍ ମୁଆଜ ଓ ସାଦ୍ ବିନ୍ ଉବାଦା ରାଦିୟଲ୍ଲାହୁ ଏକସ୍ୱର ହୋଇ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆପଣ ସଲ୍ଲଲ୍ଲାହୁ ଆଲୈହି वसल्लम ଯଦି ଏଥି ସଂକ୍ରାନ୍ତରେ ଐଶୀବାଣୀ ହୋଇଛି, ତେବେ ଆମେମାନେ ଏଥିପାଇଁ ପ୍ରସ୍ତୁତ ଅଛୁ। ଆପଣଙ୍କ କଥାରେ ଆମେ ରାଜି। ଏଭଳି ସ୍ଥିତିରେ ଆପଣ ସଲ୍ଲଲ୍ଲାହୁ ଆଲୈହି वसल्लम ନିଃସନ୍ଦେହ ଆନନ୍ଦର ସହକାରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम କହିଲେ, ନା, ମୋତେ ଏପରି କୌଣସି ଐଶୀବାଣୀ ହୋଇନାହିଁ। ମୁଁ ତ କେବଳ କଷ୍ଟ ଓ ସମସ୍ୟା ଯୋଗୁଁ ତୁମଠାରୁ ପ୍ରସ୍ତାବ ଓ ପରାମର୍ଶ ଲୋଡୁଛି। ସାଦେନ ଅର୍ଥାତ୍ ଉଭୟ ସାଦ ଏକସ୍ୱର ହୋଇ ଉତ୍ତର ଦେଲେ ଯେ ହେ ଆଲ୍ଲାହଙ୍କ ବାର୍ତ୍ତାବହ, ତାହେଲେ ଆମମାନଙ୍କ ଏହି ପରାମର୍ଶ, ଆମର ଏହି ମତ ରହିଛି ଯେ ଯେତେବେଳେ ଶିର୍କ ଅବସ୍ଥାରେ ଆମେମାନେ ଶତ୍ରୁକୁ କିଛି ଦେଲୁ ନାହୁଁ, ଆଜି ମୁସଲମାନ ହୋଇ କାହିଁକି ବା ଦେବୁ? ଆଲ୍ଲାହଙ୍କ ରଣ, ଆମେମାନେ ଶତ୍ରୁକୁ ଖଡ୍ଗର ଧାର ବ୍ୟତୀତ ଅନ୍ୟ କିଛି ଦେବୁ ନାହିଁ। ବର୍ତ୍ତମାନ କେବଳ ଯୁଦ୍ଧ ହିଁ ହେବ ଏବଂ ତାହା ହିଁ ଆମର ନିଷ୍ପତ୍ତି କରିବ। ଯଦିଚ ଅନସାରମାନଙ୍କ ପ୍ରତି ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଚିନ୍ତିତ ଥିଲେ, କାରଣ ଅନସାରମାନେ ଯେଉଁମାନେ ମଦିନାର ମୂଳ ବାସିନ୍ଦା ଥିଲେ ଏବଂ ସମ୍ଭବତଃ ଉକ୍ତ ପରାମର୍ଶରେ ଆପଣ ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଅଭିପ୍ରାୟ ମଧ୍ୟ କେବଳ ଏହା ହିଁ ଥିଲା ଯେ ଅନସାରମାନଙ୍କର ମାନସିକ ଅବସ୍ଥା ସମ୍ପର୍କରେ ଜ୍ଞାତ ହେଉ କି ସେମାନେ କୌଣସି ବିପତ୍ତି କି ଚିନ୍ତା ଘେରରେ ତ ନାହାନ୍ତି। ଯଦି ସେମାନେ ଚିନ୍ତିତ,
ତେବେ ସେମାନଙ୍କୁ ଆପଣ ସାନ୍ତ୍ୱନା ଦେବେ। ସେଇଥିପାଇଁ ଆପଣ ସല്ലଲ୍ଲାହୁ ଆଲାଇହି ୱସଲ୍ଲାମ ଏପରି ପରାମର୍ଶ ତାଙ୍କଠାରୁ ଲୋଡ଼ିଥିଲେ। ଯେପରିକି ପୂର୍ବେ ମଧ୍ୟ ବର୍ଣ୍ଣିତ ହୋଇସାରିଛି ଯେ ଖନ୍ଦକ ଏକ ଦୃଢ଼ ଓ ଶକ୍ତିଶାଳୀ ପ୍ରାଚୀର ରୂପେ କାର୍ଯ୍ୟ କରୁଥିଲା, କିନ୍ତୁ ଏହାର ଅର୍ଥ ଏହା ନଥିଲା ଯେ ମୁସଲମାନ ମାନେ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଥିଲେ। ପ୍ରଥମତଃ କପଟ ବିଶ୍ୱାସୀମାନେ ଏବଂ ବିଶେଷ କରି ବନୁ କୁରେଜା ଭଳି ଯୋଦ୍ଧାମାନେ ମଦିନାରେ ରହିଥିଲେ, ଯେ କି ମୁସଲମାନମାନଙ୍କ ସହିତ ଚୁକ୍ତି ଭଙ୍ଗ କରି ଶତ୍ରୁମାନଙ୍କ ସହିତ ସମ୍ମିଳିତ ହୋଇଯାଇଥିଲେ। ଅନ୍ୟପଟରେ ଖନ୍ଦକ ସତ୍ତ୍ୱେ କେତେକ ସ୍ଥାନ ଏପରି ରହିଥିଲା ଯେଉଁ ପଟରୁ ଶତ୍ରୁ ଆକ୍ରମଣ କରିବାର ଆଶଙ୍କା ରହିଥିଲା। ସେହି ସ୍ଥାନରେ ଶତ୍ରୁ ଗର୍ତ୍ତକୁ ଅତିକ୍ରମ କରି ଭିତରକୁ ପଶି ଆସିବାର ସମ୍ଭାବନା ରହିଥିଲା। ତେଣୁକରି ଉକ୍ତ ସ୍ଥାନଗୁଡ଼ିକରେ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲାମ ସ୍ୱୟଂ ଉପସ୍ଥିତ ହୋଇ ତାହାର ନିରୀକ୍ଷଣ କରୁଥିଲେ ଏବଂ ସାହାବାମାନଙ୍କୁ ସାନ୍ତ୍ୱନା ଓ ଉତ୍ସାହିତ କରୁଥିଲେ। ଏହି କାର୍ଯ୍ୟ ଦିବାରାତ୍ର ଲାଗି ରହିଥିଲା। ମଦିନାର ଏହି ରାତ୍ର ଅତ୍ୟନ୍ତ ହାଡ଼ଭଙ୍ଗା ଶୀତରେ ଲୋକମାନଙ୍କୁ ଥରାଇ ଦେଉଥିଲା। ହଜରତ ଆଇଷା ରାଦିୟଲ୍ଲାହୁ ବର୍ଣ୍ଣନା କରନ୍ତି, ରସୂଲ କରୀମ ସല്ലଲ୍ଲାହୁ ଆଲାଇହି ୱସଲ୍ଲାମ ଖନ୍ଦକର ମଧ୍ୟବର୍ତ୍ତୀ ଭାଗ ପର୍ଯ୍ୟନ୍ତ ପ୍ରହରା ଦେବା ନିମନ୍ତେ ଯାଉଥିଲେ। ଆପଣ ସല്ലଲ୍ଲାହୁ ଆଲାଇହି ୱସଲ୍ଲାମ ଯେତେବେଳେ ଯେତେବେଳେ ଶୀତ କଷ୍ଟ ଦେଉଥିଲା, ସେତେବେଳେ ଆପଣ ମୋ ପାଖକୁ ଚାଲି ଆସୁଥିଲେ। ଯେତେବେଳେ ଆପଣଙ୍କ ଶରୀର ଉଷ୍ମ ହୋଇଯାଉଥିଲା, ସେତେବେଳେ ଆପଣ ପୁନଃ ଖନ୍ଦକର ମଧ୍ୟଭାଗକୁ ପ୍ରସ୍ଥାନ କରୁଥିଲେ। ଆପଣ କହୁଥିଲେ, ହେ ସାହାବାମାନେ, ମୁଁ ଆଶଙ୍କା କରୁଛି ଯେ ଶତ୍ରୁ ଏହି ମାର୍ଗ ଦେଇ ଆସିପାରିବ। ହଜରତ ଆଇଷା ରାଦିୟଲ୍ଲାହୁ ବର୍ଣ୍ଣନା କରନ୍ତି ଯେ ଦିନେ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲାମ ଏହିପରି ବିଶ୍ରାମ ନେଉଥିଲେ ଏବଂ ଆପଣ ସല്ലଲ୍ଲାହୁ ଆଲାଇହି ୱସଲ୍ଲାମ ଏତେ କ୍ଳାନ୍ତ ହୋଇପଡ଼ିଥିଲେ ଯେ ଆପଣ ସല്ലଲ୍ଲାହୁ ଆଲାଇହି ୱସଲ୍ଲାମ କହିଲେ, ଏପରି ହୁଅନ୍ତା କି କେହି ଜଣେ ବ୍ୟକ୍ତି ଆସି ରାତିରେ ମୋ ବଦଳରେ ଉକ୍ତ ସ୍ଥାନରେ ପ୍ରହରା ଦିଅନ୍ତା। ସୁତରାଂ ସେତେବେଳେ ଆପଣ ସല്ലଲ୍ଲାହୁ ଆଲାଇହି ୱସଲ୍ଲାମଙ୍କୁ ଅସ୍ତ୍ରଶସ୍ତ୍ରର ଶବ୍ଦ ଶୁଭିଲା। ହୁଜୁର ପଚାରିଲେ, କିଏ ଅଛ? ସେତେବେଳେ ସାଦ୍ ବିନ୍ ଅବି ୱକାସ୍ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୁଁ ସାଦ୍ ଆପଣ ସଲ୍ଲଲ୍ଲାହୁ ସକାଶେ ପ୍ରହରା ଦେବାକୁ ଆସିଛି। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ ନିଜର ସୁରକ୍ଷା ପରିବର୍ତ୍ତେ ହଜରତ ସାଦଙ୍କୁ କହିଲେ, ଅମକ ସ୍ଥାନକୁ ଚାଲିଯାଅ, ସେଠାରେ ଗର୍ତ୍ତ ଅର୍ଥାତ୍ ଖନ୍ଦକର ଅଂଶ ଦୁର୍ବଳ ରହିଛି, ସେଠାରେ ଯାଇ ପ୍ରହରା ଦିଅ। ନବୀ କରୀମ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ଏହି ଉତ୍ସର୍ଗୀ ସାହାବୀମାନେ ମଧ୍ୟ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ସହିତ ପ୍ରେମ ଓ ବିଶ୍ୱସ୍ତତାର ସହ ଏକ ବିଚିତ୍ର ସମ୍ପର୍କ ରହିଥିଲା। ସାହାବାମାନେ କିପରି ନିଜକୁ ଉପସ୍ଥାପିତ କରୁଥିଲେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ସକାଶେ ଏବଂ ଆପଣଙ୍କୁ କିଭଳି ପ୍ରାଧାନ୍ୟ ଦେଉଥିଲେ, ତାହା ଏଥିରୁ ସ୍ପଷ୍ଟ ବାରି ହେଉଅଛି। ଆପଣ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ ଏପରି ବୀର ଓ ସାହସୀ ଥିଲେ ଯେ ଆପଣ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ ନିଜ ପ୍ରାଣ ପ୍ରତି ଚିନ୍ତିତ ତିଳେ ମାତ୍ର ଚିନ୍ତିତ ନଥିଲେ, ବରଂ ମଦିନାବାସୀଙ୍କ ପ୍ରତି ଚିନ୍ତିତ ଥିଲେ। ତେଣୁକରି ଆପଣ ସ୍ଥାନେ ସ୍ଥାନେ ଉପସ୍ଥିତ ହୋଇ ପରିସ୍ଥିତିର ଅନୁଧ୍ୟାନ କରୁଥିଲେ ଏବଂ ନିଜ ବିଶ୍ରାମ ଓ ନିଦ୍ରା ପ୍ରତି ତିଳେ ମାତ୍ର ଧ୍ୟାନ ନଥିଲା, ନିଜ ଶିବିରକୁ ଆସୁନଥିଲେ। ସୁତରାଂ ହଜରତ ଉମ୍ମେ ସାଲମା ରାଦିୟଲ୍ଲାହୁ ବର୍ଣ୍ଣନା କରନ୍ତି ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ସହିତ ଖନ୍ଦକ ଅବସରରେ ମୁଁ ଉପସ୍ଥିତ ଥିଲି। ଆମମାନଙ୍କୁ ସେତେବେଳେ ବହୁତ ଶୀତ ଅନୁଭୂତ ହେଉଥିଲା। ଦିନେ ମୁଁ ରାତ୍ର ସମୟରେ ଦେଖିଲି ଯେ ଆପଣ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ ଛିଡ଼ା ହୋଇ ନିଜ ଶିବିର ମଧ୍ୟରେ ଯେତେ ଚାହିଁଲେ ସେତେ ନମାଜ ପାଠ କଲେ, ଅର୍ଥାତ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ନମାଜ ପାଠ କଲେ। ପୁନଶ୍ଚ ହୁଜୁର ଏହା କହୁଥିବାର ମୁଁ ତାଙ୍କୁ ଶୁଣିଲି, ହେ ସାହାବାମାନେ, ଅବିଶ୍ୱାସକାରୀଙ୍କର ଏହି ଅଶ୍ୱାରୋହୀମାନେ ଖନ୍ଦକକୁ ଅତିକ୍ରମ କରିବା ନିମନ୍ତେ ଉଦ୍ୟମ କରୁଛନ୍ତି। ପୁନଶ୍ଚ ଆବାଦ ବିନ୍ ବିଶର ରାଦିୟଲ୍ଲାହୁଙ୍କୁ ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ ଡାକ ମାରିଲେ, ସେତେବେଳେ ସେ କହିଲେ, ଲବ୍ବୈକ, ହେ ଆଲ୍ଲାହଙ୍କ ରସୂଲ, ମୁଁ ଉପସ୍ଥିତ ଅଛି। ହୁଜୁର କହିଲେ, ହେ ବିଶର, ତୁମ ସହିତ ଆଉ କିଏ ଅଛନ୍ତି? ସେ କହିଲେ, ଆଜ୍ଞା, ମୋ ସହିତ କିଛି ସାଥୀ ଅଛନ୍ତି। ସେମାନେ ଆପଣଙ୍କର ପ୍ରହରା ଦେବା ନିମନ୍ତେ ଶିବିର ଚାରିପଟେ ଅଛନ୍ତି। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ କହିଲେ, ହେ ବିଶର, ତୁମେ ନିଜ ସାଥୀମାନଙ୍କୁ ନେଇ ଖନ୍ଦକର ପରିକ୍ରମା କର। ଏହି ଅବିଶ୍ୱାସକାରୀ ଅଶ୍ୱାରୋହୀମାନେ ଗର୍ତ୍ତର ପରିକ୍ରମା କରୁଛନ୍ତି, ସେମାନେ ତାହାର ଅତିକ୍ରମ କରିବା ପାଇଁ ଉଦ୍ୟମରତ। ହଜରତ ବିଶର ରାଦିୟଲ୍ଲାହୁ କହିଲେ, ଆଲ୍ଲାହୁମ୍ମା ଫଦଫା ଆନ୍ନା ଶର୍ରହୁମ୍ ୱନସୁରନା ଆଲୈହିମ୍ ୱଗଲିବହୁମ୍ ଫଲା ୟଗଲିବୁହୁମ୍ ଆହାଦୁନ୍ ଗୈରୁକା, ଅର୍ଥାତ୍ ହେ ଆଲ୍ଲାହ, ଆମଠାରେ ଏହି ଅବିଶ୍ୱାସକାରୀମାନଙ୍କର ଉପଦ୍ରବ ଓ ଅନିଷ୍ଟତାକୁ ଦୂର କରିଦିଅ ଏବଂ ସେମାନଙ୍କ ବିରୁଦ୍ଧରେ ଆମମାନଙ୍କୁ ସାହାଯ୍ୟ କର, ଏମାନଙ୍କୁ ପରାସ୍ତ କରିଦିଅ।
ତୁମ୍ଭ ବ୍ୟତୀତ ଏମାନଙ୍କୁ ଅନ୍ୟ କେହି ପରାସ୍ତ କରିପାରିବେ ନାହିଁ। ଅବାଦ ନିଜର ସାଥୀମାନଙ୍କ ସହିତ ସେହି ସ୍ଥାନକୁ ଚାଲିଗଲେ। ସେତେବେଳେ ଅବୁ ସୁଫିଆନ ନିଜର ସାଥୀମାନଙ୍କ ସହିତ ଖନ୍ଦକର ସଂକୀର୍ଣ୍ଣ ସ୍ଥାନର ପରିକ୍ରମା କରୁଥିଲା। ମୁସଲମାନମାନଙ୍କୁ ଯେତେବେଳେ ଉକ୍ତ ସ୍ଥାନର ଘଟଣା ସଂକ୍ରାନ୍ତରେ ସୂଚନା ମିଳିଲା, ସେତେବେଳେ ମୁସଲମାନମାନେ ସେମାନଙ୍କ ଉପରେ ଟେକା ପଥର ବର୍ଷଣ କରିବା ଆରମ୍ଭ କରିଦେଲେ, ଯଦ୍ୱାରା କି ଅବୁ ସୁଫିଆନ ଓ ତାର ସାଥୀମାନେ ନିଜ ସ୍ଥାନକୁ ଫେରିଗଲେ। ସେଥିଅନ୍ତେ ହଜରତ ଅବାଦ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ମୁଁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କ ସେବାରେ ଉପସ୍ଥିତ ହେଲି। ମୁଁ ଦେଖିଲି ହୁଜୁର ନମାଜ ପାଠ କରୁଛନ୍ତି। ମୁକ୍ତ ଘଟଣା ସମ୍ପର୍କରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କୁ ସୂଚିତ କଲି। ହଜରତ ଉମ୍ମେ ସଲମା ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି ଯେ ଆଲ୍ଲାହ ତାଆଲା ଅବାଦ ବିନ୍ ବିଶରଙ୍କ ଉପରେ ଦୟା ଅବତୀର୍ଣ୍ଣ କରନ୍ତୁ। ହଜରତ ଅବାଦ ବିନ୍ ବିଶର ରଜିୟଲ୍ଲାହୁ ସମସ୍ତ ସାହାବାମାନଙ୍କ ମଧ୍ୟରୁ ସର୍ବାଧିକ ରୂପେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କ ସହିତ ଶିବିରରେ ରହୁଥିଲେ, ଅର୍ଥାତ୍ ଶିବିରର ସୁରକ୍ଷା ଦାୟିତ୍ୱରେ ମୁତୟନ ଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କ ସୁରକ୍ଷା ଦାୟିତ୍ୱରେ ମୁତୟନ ଥିଲେ। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି ଯେ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କ ସାହସିକତା ଏବଂ ମୁସଲମାନମାନଙ୍କ ଅବସ୍ଥା ଏପରି ଥିଲା କି ଆପଣ ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ ଶୀତ ରାତ୍ରରେ ଉଠି ସେହି ସ୍ଥାନକୁ ଯାଉଥିଲେ ଏବଂ ସେହି ସ୍ଥାନରେ ପ୍ରହରା ଦେଉଥିଲେ। ହଜରତ ଆয়েশা ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ ପ୍ରହରା ଦେଇ ଦେଇ ଅତ୍ୟନ୍ତ କ୍ଳାନ୍ତ ହୋଇ ପଡ଼ିଥିଲେ। ଶୀତ ଯୋଗୁଁ ଆପଣ ଥକି ପଡ଼ୁଥିଲେ ଏବଂ ମଝିରେ ମଝିରେ ଆପଣ ନିଜ ଶିବିରକୁ ଫେରି ଆସୁଥିଲେ ଏବଂ ସାମାନ୍ୟତମ ବିଶ୍ରାମ କରି ନିଦ୍ରା ନେଇ ଯେତେବେଳେ ଶରୀର ସାମାନ୍ୟ ଉଷ୍ମ ହୋଇଯାଉଥିଲା, ସେତେବେଳେ ପୁନର୍ବାର ଖନ୍ଦକ ନିକଟକୁ ଫେରି ଯାଉଥିଲେ, ଖନ୍ଦକର ଅନୁଧ୍ୟାନ କରିବାକୁ ଚାଲି ଯାଉଥିଲେ। ଏହିପରି ଅହରହ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଆପଣ ସମ୍ପୂର୍ଣ୍ଣ ରୂପେ କ୍ଳାନ୍ତ ହୋଇ ପଡ଼ିଥିଲେ। ତେଣୁକରି ଏକଦା ଆପଣ ସହସା କହି ଉଠିଲେ ଯେ ଏମିତି ହୁଅନ୍ତା କି କେହି ଜଣେ ନୈଷ୍ଠିକ ମୁସଲମାନ ଉକ୍ତ ସ୍ଥାନର ପ୍ରହରା ଦିଅନ୍ତା ଯେଉଁଠି ଖନ୍ଦକ ଦୁର୍ବଳ ରହିଛି ବା ସେଠାରୁ ଶତ୍ରୁ ଆକ୍ରମଣ କରିବାର ଆଶଙ୍କା ରହିଛି। ସେତେବେଳେ ହଜରତ ସାଦ ବିନ୍ ୱକାସ ରଜିୟଲ୍ଲାହୁଙ୍କର ସ୍ୱର ଶୁଭିଲା। ହୁଜୁର ପଚାରିଲେ, ତୁମେ କିଏ? ଉତ୍ତର ମିଳିଲା ଯେ ମୁଁ ସାଦ। ହୁଜୁର କହିଲେ, କାହିଁକି ଆସିଛ? ସେ ଉତ୍ତର ଦେଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୁଁ ଆପଣଙ୍କ ନିମନ୍ତେ ଆସିଛି, ଆପଣଙ୍କ ପ୍ରହରା ଦେବା ନିମନ୍ତେ ଆସିଛି। ହୁଜୁର କହିଲେ, ହେ ସାଦ, ମୋତେ ପ୍ରହରାର ଆବଶ୍ୟକତା ନାହିଁ। ତୁମେ ଖନ୍ଦକର ଅମକ ସ୍ଥାନକୁ ଯାଇ ଦେଖ, ସେଠାରେ ପ୍ରହରା ଦିଅ, ଯଦ୍ୱାରା ମୁସଲମାନମାନେ ସୁରକ୍ଷିତ ରହିବେ। ସୁତରାଂ ହଜରତ ସାଦ ରଜିୟଲ୍ଲାହୁ ଉକ୍ତ ସ୍ଥାନକୁ ଚାଲିଗଲେ ଏବଂ ଆପଣ ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ ଶୋଇପଡ଼ିଲେ। ଏହାର ସ୍ପଷ୍ଟୀକରଣ ଏକ ସ୍ଥାନରେ ଏପରି ଉଲ୍ଲେଖ ରହିଛି ଯେ ଯେତେବେଳେ ଆପଣ ମଦିନାକୁ ଆସିଲେ, ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ ମଦିନାକୁ ଆସିଲେ ଏବଂ ବିପଦର ଆଶଙ୍କା ବୃଦ୍ଧି ପାଇଥିଲା, ସେତେବେଳେ ମଧ୍ୟ ହଜରତ ସାଦ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କ ପ୍ରହରା ଦେବା ନିମନ୍ତେ ଆଗେଇ ଆସିଥିଲେ। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ କୁହନ୍ତି, ଏଠାରେ ଅବାଦ ବିନ୍ ବିଶର ବୋଲି ଉଲ୍ଲେଖ କରାଯାଇଛି, କାରଣ ଆପଣ ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ ଏହା କହିଥିଲେ ଯେ ଉବାଦ ବିନ୍ ବିଶର। ଅତଃ ଅନୱାରୁଲ ଉଲୁମର 20ତମ ଗ୍ରନ୍ଥଖଣ୍ଡରେ ଉକ୍ତ ନାମ ଅବାଦ ବିନ୍ ବିଶର ଉଲ୍ଲେଖ କରାଯାଇଛି। ଏହା ଭୁଲରେ ଉଲ୍ଲେଖ କରାଇ ଦିଆଯାଇଛି। ସେ ଯାହା ହେଉ, ଅନୱାରୁଲ ଉଲୁମରେ ଉକ୍ତ ପଂକ୍ତିରେ ପ୍ରାମାଣ୍ୟ ସିରତୁଲ ହଲବିୟାରୁ ଉଦ୍ଧୃତ କରାଯାଇଛି। ସିରତୁଲ ହଲବିୟାରେ ତାଙ୍କର ନାମ ଅବାଦ ବିନ୍ ବିଶର ବୋଲି ଉଲ୍ଲେଖ ହୋଇଛି। ଉକ୍ତ ପ୍ରାମାଣ୍ୟ ମୁଁ ଏଇଥିପାଇଁ ଦର୍ଶାଇ ଦେଲି ଯେ କେତେକ ଲୋକମାନେ ମୋତେ ପରବର୍ତ୍ତୀ ସମୟରେ ପତ୍ର ଲେଖିଥିଲେ ଯେ ହୁଜୁର, ଅମକ ସ୍ଥାନରେ ତ ଏପରି ଉଲ୍ଲେଖିତ ହୋଇଥିଲା, ଆଉ ଆପଣ ଏମିତି ଦର୍ଶାଇଛନ୍ତି, ପ୍ରକୃତ ନାଁଟି କ'ଣ? ତେବେ ସେ ଯାହା ହେଉ, ପ୍ରକୃତ ନାମ ହେଉଛି ଉବାଦା ବିନ୍ ବିଶର। ସମ୍ଭବତଃ ନାମଟି ବଶୀର ଉଲ୍ଲେଖିତ ହୋଇଯାଇଛି। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ଭ୍ରମବଶତଃ ଏପରି କହିଛନ୍ତି। ସେ ଯାହା ହେଉ, ଆପଣ ସଲ୍ଲଲ୍ଲାହୁ କୁହନ୍ତି ଅବାଦ ବିନ୍ ବଶୀର ରଜିୟଲ୍ଲାହୁ। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କୁ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୁଁ ଅଛି ଅବାଦ ବିନ୍ ବିଶର। ଅବାଦ ବିନ୍ ବିଶର ବଦଳରେ ଅବାଦ ବିନ୍ ବଶୀର ଉଲ୍ଲେଖିତ ହୋଇଯାଇଛି। ତେବେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ କହିଲେ, ଅବାଦ, ତୁମ ସହିତ ଆଉ କିଏ ଅଛି? ସେ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୋ ସହିତ ସାହାବାମାନଙ୍କର ଏକ ଦଳ ରହିଛି। ଏହି ଦଳ ଆପଣଙ୍କ ଶିବିରର ପ୍ରହରା ଦେବା ନିମନ୍ତେ ଆସିଛି। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ କହିଲେ, ବର୍ତ୍ତମାନ ଅବିଶ୍ୱାସକାରୀମାନେ ଗର୍ତ୍ତକୁ ଲଙ୍ଘିବାକୁ ଉଦ୍ୟମ କରୁଛନ୍ତି, ତେଣୁ ତୁମେ ସେଠାକୁ ଚାଲିଯାଅ ଓ
ଓ ସେଠାରେ ସେମାନଙ୍କର ମୁକାବିଲା କର। ଉକ୍ତ ଯୁଦ୍ଧ ସଂକ୍ରାନ୍ତରେ ହଜରତ ସଫିୟା ରଜିୟତାଲା ଅପୂର୍ବ ସାହସିକତାର ପରିଚୟ ମଧ୍ୟ ଦେଇଥିଲେ। ଉକ୍ତ ଘଟଣାର ବିସ୍ତୃତ ବିବରଣୀ ଏପରି ଉଲ୍ଲେଖ ରହିଛି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ପବିତ୍ର ପତ୍ନୀମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର ପବିତ୍ର ପତ୍ନୀମାନେ ଓ ପିଉସୀ ହଜରତ ସଫିୟା ବିନ୍ ଅବ୍ଦୁଲ ମୁତଲିବ ରଜିୟତାଲା ଅନ୍ୟ ମହିଳାମାନଙ୍କ ସହିତ ଏକ ଦୁର୍ଗରେ ଥିଲେ। ମଦିନାର ଏକ ଦୁର୍ଗରେ ରହିଥିଲେ। ଯେପରିକି ପୂର୍ବେ ମୁଁ ଚର୍ଚ୍ଚା କରି ଆସିଲି, ସେମାନଙ୍କ ସୁରକ୍ଷା ଦାୟିତ୍ୱରେ ହଜରତ ହସାନ ବିନ୍ ସାବିତ ରଜିୟତାଲାକୁ ମୁତୟନ କରାଯାଇଥିଲା। ବନୁ କୁରେଜା ସମ୍ପ୍ରଦାୟ ଯେତେବେଳେ ଚୁକ୍ତି ଭଙ୍ଗ କଲା, ସେତେବେଳେ ସେଠାକାର ୟହୁଦୀମାନେ କୌଣସି ନା କୌଣସି ଢଙ୍ଗରେ ମୁସଲମାନମାନଙ୍କୁ କ୍ଷତି ପହଞ୍ଚାଇବା ନିମନ୍ତେ ଉଦ୍ୟମ କରିବାକୁ ଚେଷ୍ଟା କଲେ। ହଜରତ ସଫିୟା ରଜିୟତାଲା ଓ ଆପଣଙ୍କ ପିଉସୀ ଅର୍ଥାତ୍ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଫୁପି ହଜରତ ସଫିୟା ରଜିୟତାଲା ବର୍ଣ୍ଣନା କରନ୍ତି, ଏକଦା 10 ଜଣ ୟହୁଦୀ ଆମ ଦୁର୍ଗ ନିକଟକୁ ଆସି ତାର ପରିକ୍ରମା କରିବାକୁ ଲାଗିଲେ। ତହିଁରୁ ଏପରି ପ୍ରତୀତ ହେଉଥିଲା ଯେପରି ସେହି ୟହୁଦୀମାନେ ଆକ୍ରମଣ କରିବାର କୌଣସି ସୁଯୋଗ ଖୋଜୁଛନ୍ତି, ଦୁର୍ଗ ଭିତରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିବାକୁ ଚେଷ୍ଟା କରୁଛନ୍ତି। ଠିକ୍ ସେହି ସମୟରେ ଜଣେ ୟହୁଦୀ ଦୁର୍ଗ କାନ୍ଥର ସମ୍ପୂର୍ଣ୍ଣ ନିକଟବର୍ତ୍ତୀ ହୋଇଗଲା। ମୁଁ ତାକୁ ଦେଖି ହସାନକୁ କହିଲି, ହସାନ, ତୁମେ ଏହାକୁ ମୁକାବିଲା କରି ମାରିଦିଅ। ଏଥିରେ ହସାନ ତାଙ୍କୁ ଉତ୍ତର ଦେଲେ, ମୁଁ ଏମିତିକା ବ୍ୟକ୍ତି ନୁହେଁ, ଅର୍ଥାତ୍ ମୋ ପାଖେ ସାହସ ନାହିଁ। ଯେତେବେଳେ ସେ ଏପରି ଉତ୍ତର ଦେଲେ, ସେତେବେଳେ ହଜରତ ସଫିୟା ସ୍ୱୟଂ ଏକ କାଠ ଫାଳିଆ ଧରି ଦୁର୍ଗରୁ ତଳକୁ ଓହ୍ଲାଇ ଆସିଲେ ଓ ତାର ଉପରେ ସହସା ଆକ୍ରମଣ କରି ତା ମୁଣ୍ଡକୁ ପ୍ରହାର କଲେ, ଯଦ୍ୱାରା ସେ ସେହି ସ୍ଥଳେ ଟଳି ପଡ଼ିଲା, ମୃତ୍ୟୁବରଣ କଲା। ତାପରେ ହଜରତ ସଫିୟା ହଜରତ ହସାନକୁ କହିଲେ, ତା ନିକଟରେ ଥିବା ଜିନିଷପତ୍ର ନେଇ ଆସ। ହସାନ ରଜିୟତାଲା କହିଲେ, ହେ ଅବ୍ଦୁଲ ମୁତଲିବଙ୍କର ସୁପୁତ୍ରୀ, ମୋତେ ସେହି ବ୍ୟକ୍ତିର ଜିନିଷପତ୍ରର କୌଣସି ଆବଶ୍ୟକତା ନାହିଁ। ତେବେ ମୁଁ କହିଲି, ହେ ହସାନ ବିନ୍ ସାବିତ, ତାହେଲେ ସେହି ବ୍ୟକ୍ତିର ସ୍କନ୍ଧଚ୍ୟୁତ କରି ୟହୁଦୀଙ୍କ ଉପରକୁ ଫିଙ୍ଗି ଦିଅ, କାରଣ ଯେପରି ସେମାନେ ଭୟଭୀତ ହୋଇ ଏଠାରୁ ଚାଲିଯିବେ, ଆଉ ପୁନର୍ବାର ଦୁର୍ଗ ମୁହାଁ ହେବେ ନାହିଁ। ଏଥିରେ ହସାନ ଉତ୍ତର ଦେଲେ, ମୋର ସେତିକି ସାହସ ନାହିଁ। ସୁତରାଂ ହଜରତ ସଫିୟା ରଜିୟତାଲା ସେହି ବ୍ୟକ୍ତିର ମୁଣ୍ଡ କାଟି ୟହୁଦୀମାନଙ୍କ ଉପରକୁ ଅର୍ଥାତ୍ ଦୁର୍ଗର ଆରପଟକୁ ଫିଙ୍ଗିଦେଲେ। ଉକ୍ତ ଦୃଶ୍ୟକୁ ଦେଖି ୟହୁଦୀମାନେ ଭୟଭୀତ ହୋଇ କହିବାକୁ ଲାଗିଲେ ଯେ ଆମେମାନେ ଜାଣିଥିଲୁ ଯେ ମୁହମ୍ମଦ ସଲ୍ଲଲ୍ଲାହୁ ଆଲାଇହି वसल्लम ମହିଳାମାନଙ୍କୁ ଏକୁଟିଆ ଛାଡ଼ି ନଥିବେ। ନିଃସନ୍ଦେହରେ ଏହି ସ୍ଥଳେ କିଛି ସୁରକ୍ଷାକର୍ମୀ ମୁତୟନ ଅଛନ୍ତି। ଅତଏବ ସେମାନେ ସେଠାରୁ ପଳାୟନ କଲେ, ଅର୍ଥାତ୍ ୟହୁଦୀମାନେ। ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ଯେତେବେଳେ ଉକ୍ତ ଘଟଣା ସମ୍ପର୍କରେ ସୂଚନା ମିଳିଲା, ସେତେବେଳେ ଆପଣ ମିଳିଥିବା ମାଲେ ଗନିମତରୁ ହଜରତ ସଫିୟା ରଜିୟତାଲାଙ୍କୁ ଏକ ଭାଗ ପ୍ରଦାନ କରିଥିଲେ, ଯେପରିକି ପୁରୁଷମାନଙ୍କୁ ଅର୍ଥାତ୍ ମୁସଲମାନମାନଙ୍କୁ ଭାଗ ନିର୍ଦ୍ଧାରିତ କରାଯାଇଥିଲା। ସିରତ ଖାତୁମୁନ୍ ନବୀନରେ ହଜରତ ମିର୍ଜା ବଶୀର ଅହମଦ ସାହେବ ଉଲ୍ଲେଖ କରନ୍ତି, ସହରରେ ମହିଳାମାନେ ଓ ପିଲାମାନଙ୍କର ଅବସ୍ଥା ଏପରି ଥିଲା ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସେମାନଙ୍କୁ ସାଧାରଣତଃ ସହରର ଏକ ବିଶେଷ ଭାଗରେ, ଯାହାକି ଏକ ଦୁର୍ଗ ଆକାରରେ ରହିଥିଲା, ସେଠାରେ ଏକତ୍ରିତ କରାଯାଇଥିଲା। କିନ୍ତୁ ସେମାନଙ୍କ ସକାଶେ କୌଣସି ସୁରକ୍ଷାକର୍ମୀ ମୁତୟନ ନଥିଲେ। ବିଶେଷ କରି ଏପରି ସମୟରେ ଯେତେବେଳେ କି ଯୁଦ୍ଧଭୂମିରେ ଶତ୍ରୁର ଆକ୍ରମଣ ଅତି ଭୟଙ୍କର ଥିଲା, ସେତେବେଳେ ମୁସଲମାନ ମହିଳା ଓ ପିଲାମାନଙ୍କ ସୁରକ୍ଷା ନିମନ୍ତେ କେହି ମୁତୟନ ନଥିଲେ। ଏହି ଅବସରର ଲାଭ ଉଠାଇ ୟହୁଦୀମାନେ ସହରର ସେହି ଭାଗ ଉପରେ ଆକ୍ରମଣ କରିବା ନିମନ୍ତେ ଉପାୟ ପାଞ୍ଚିଲେ। ଅତଏବ ସେମାନଙ୍କର ଗୁଇନ୍ଦା ବିଭାଗ ଏହାର ଏକଥାକୁ ସ୍ପଷ୍ଟ କରିବା ନିମନ୍ତେ ଦୁର୍ଗ ନିକଟକୁ ଚାଲି ଯାଇଥିଲେ। ସେତେବେଳେ ଦୈବାତ ମହିଳାମାନଙ୍କ ନିକଟରେ କେବଳ ଜଣେ ସାହାବୀ ହିଁ ଉପସ୍ଥିତ ଥିଲେ, ଅର୍ଥାତ୍ ହସାନ ବିନ୍ ସାବିତ। ହୃଦୟର ଅସାଧାରଣ ଦୁର୍ବଳତା ଯୋଗୁଁ ସେ ଯୁଦ୍ଧଭୂମିରେ ଯୋଗ ଦେଇନଥିଲେ, ସେଥିପାଇଁ ସେ ଯୋଗ୍ୟ କି ସକ୍ଷମ ନଥିଲେ। ତେଣୁକରି ତାଙ୍କୁ ମହିଳାମାନଙ୍କ ନିକଟରେ ମୁତୟନ କରିଦିଆଯାଇଥିଲା। ତେବେ ୟହୁଦୀମାନଙ୍କର ଦୁର୍ଗ ଚତୁଃପାର୍ଶ୍ୱରେ ପରିକ୍ରମା କରିବାର ଦେଖି ସଫିୟା ବିନ୍ ଅବ୍ଦୁଲ ମୁତଲିବ, ଯେ କି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର ପିଉସୀ ଥିଲେ, ଫୁପି ଥିଲେ, ସେ ହସାନକୁ କହିଲେ, ତୁମେ ଯାଇ ଶତ୍ରୁକୁ ଅର୍ଥାତ୍ ଗୁଇନ୍ଦାମାନଙ୍କର ମୁକାବିଲା କର, ତାଙ୍କୁ ବଧ କର, କାରଣ ସେ ଯେପରି ଏଠାରୁ ଫେରିଯାଇ ୟହୁଦୀ ଦଳକୁ ଆକ୍ରମଣ କରିବାକୁ ଉତ୍ସାହିତ ନ କରିଦେଉ। କିନ୍ତୁ ହସାନ ଏଥିପାଇଁ ସାହସ ଜୁଟାଇ ପାରିଲେ ନାହିଁ। ଫଳତଃ ହଜରତ ସଫିୟା ରଜିୟତାଲା ସ୍ୱୟଂ ଆଗକୁ ବାହାରିଲେ ଏବଂ ପରିକ୍ରମା କରୁଥିବା ୟହୁଦୀ ଗୁଇନ୍ଦାର ସଂହାର କରିଦେଲେ ଏବଂ ତାର ଶିରଚ୍ଛେଦ କରି ଦୁର୍ଗ ଆରପଟକୁ
ଫିଙ୍ଗିଦେଲେ, ଯଦ୍ୱାରା ୟହୁଦୀମାନେ ନିଜ ସାଥୀର ଶିର ଛେଦ ଦେଖି ଭୟଭୀତ ହୋଇ ସେଠାରୁ ପଳାୟନ କଲେ ଏବଂ ପୁନର୍ବାର ଦୁର୍ଗ ଉପରେ ଆକ୍ରମଣ କରିବାର ସତ୍ସାହସ ଜୁଟାଇ ପାରିଲେ ନାହିଁ। ହଜରତ ଅଲି ରଜିୟଲ୍ଲାହୁଙ୍କ ଅମ୍ର ବିନ୍ ୱାଦ ଆମିରଙ୍କୁ ବଧ କରିବାର ଘଟଣା ମଧ୍ୟ ଚର୍ଚ୍ଚା ମିଳେ। ଏହାର ବିସ୍ତୃତ ବିବରଣୀ ଏପରି ଉଲ୍ଲେଖ ରହିଛି। ଅବିଶ୍ୱାସକାରୀଙ୍କ ସୈନ୍ୟବାହିନୀ ଯେତେବେଳେ ମଦିନାର ଘେରାଉ କରିଥିଲା, ସେତେବେଳେ ସେମାନଙ୍କର ଅଧିପତିମାନେ ଉକ୍ତ ପ୍ରସଙ୍ଗ ଉପରେ ସମ୍ମତି ପ୍ରକାଶ କଲେ ଯେ ସେମାନେ ସମସ୍ତେ ମିଶି ମୁସଲମାନମାନଙ୍କ ଉପରେ ଆକ୍ରମଣ କରିବେ। ତେଣୁ ସେମାନେ ଗର୍ତ୍ତର ଏମିତି ଏକ ସଂକୀର୍ଣ୍ଣ ସ୍ଥାନକୁ ସନ୍ଧାନ କରିବାକୁ ଲାଗିଲେ, ଯେଉଁଠାରୁ ସେମାନେ ନିଜର ଅଶ୍ୱାରୋହୀଙ୍କୁ ନବୀ କରୀମ ସଲ୍ଲଲ୍ଲାହୁ ଆଲୈହି ወሰଲ୍ଲମ ଓ ସାହାବାଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ଦେଇପାରିବେ। ପରିଶେଷରେ ସେହି ଲୋକମାନେ ଏପରି ଦୁର୍ବଳ ସ୍ଥାନଟି ଚୟନ କଲେ, ଯେଉଁ ସ୍ଥାନ ସମ୍ପର୍କରେ ମୁସଲମାନମାନେ ଅବଗତ ନଥିଲେ। ତେବେ ଇକ୍ରମା ବିନ୍ ଅବୁ ଜେହେଲ, ନୌଫିଲ ବିନ୍ ଅବଦୁଲ୍ଲା, ଜିରାର ବିନ୍ ଖତ୍ତାବ, ହୁବେରା ବିନ୍ ଅବୁ ୱହାବ ଓ ଅମ୍ର ବିନ୍ ଅବ୍ଦେ ୱଦୁଦ ସେହି ସ୍ଥାନ ଦେଇ ଅର୍ଥାତ୍ ଖନ୍ଦକକୁ ଅତିକ୍ରମ କରିବା ପାଇଁ ଉଦ୍ୟମ କଲେ। ଅମ୍ର ବିନ୍ ଅବ୍ଦେ ୱଦୁଦ ଏପରି ବ୍ୟକ୍ତି ଥିଲା ଯେ କି ଆରବର 1000 ପୁରୁଷଙ୍କ ତୁଲ୍ୟ ସମାନ ଥିଲା। ବଦର ଯୁଦ୍ଧରେ ଅମ୍ର ବିନ୍ ଅବ୍ଦେ ୱଦୁଦ ଆହତ ହୋଇଥିଲା ଓ ଆହତ ହେବା ଯୋଗୁଁ ସେ ଓହଦ ଯୁଦ୍ଧରେ ସାମିଲ ହୋଇପାରିନଥିଲା। ସେ ଏହି ପ୍ରତିଜ୍ଞା କରିଥିଲା ଯେ ଯେପର୍ଯ୍ୟନ୍ତ ନଉଜୁବିଲ୍ଲାହ ହୁଜୁର ସଲ୍ଲଲ୍ଲାହୁ ଆଲୈହି ወସଲ୍ଲମଙ୍କୁ ହତ୍ୟା କରିଦେଇ ନାହିଁ, ସେ ପର୍ଯ୍ୟନ୍ତ ସେ ନିଜ ମୁଣ୍ଡରେ ତେଲ ଲଗାଇବ ନାହିଁ ଓ ଅହଙ୍କାରପୂର୍ଣ୍ଣ ଢଙ୍ଗରେ ଗର୍ତ୍ତ ଅର୍ଥାତ୍ ଖନ୍ଦକ ଅତିକ୍ରମ କରି ଡାକ ମାରିଥିଲା ଯେ ମୁସଲମାନମାନଙ୍କୁ ଯୁଦ୍ଧ ନିମନ୍ତେ ଆମନ୍ତ୍ରିତ କରି କହିଲା ଯେ ବୈକୁଣ୍ଠପୁରବାସୀମାନେ ଆସ, ମୁଁ ତୁମମାନଙ୍କୁ ବୈକୁଣ୍ଠପୁରରେ ପହଞ୍ଚାଇ ଦେବି, ନଚେତ୍ ତୁମେ ମୋତେ ନର୍କଗାମୀ କରାଇଦେବ। ତା ବିପକ୍ଷରେ ଯେତେବେଳେ କେହି ଛିଡ଼ା ହେଲେ ନାହିଁ, ସେତେବେଳେ ହଜରତ ଅଲି ରଜିୟଲ୍ଲାହୁ ତାହାର ମୁକାବିଲା ପାଇଁ ଆଗେଇ ଆସିଲେ, କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ତାଙ୍କୁ ବସିବାକୁ ଆଦେଶ ଦେଲେ। ଏଥିରେ ଅମ୍ର ବିନ୍ ଅବ୍ଦେ ୱଦୁଦ ପୁନର୍ବାର ଡାକ ମାରିଲା। ଦ୍ୱିତୀୟ ଥର ହଜରତ ଅଲି ହିଁ ଛିଡ଼ା ହେଲେ, କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ତାଙ୍କୁ ଅଟକାଇ ଦେଲେ। ତୃତୀୟ ଥର ଡାକ ମାରିଲା, ସେଥିରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ହଜରତ ଅଲି ରଜିୟଲ୍ଲାହୁଙ୍କୁ ନିଜ ପଗଡ଼ି ଦେଲେ ଏବଂ ତାଙ୍କ ମସ୍ତକରେ ନିଜ ପଗଡ଼ି ବାନ୍ଧିଦେଲେ, ନିଜ ଖଡ୍ଗ ପ୍ରଦାନ କଲେ ଓ ଦୁଆ କରି ତାଙ୍କୁ ଅମ୍ର ବିନ୍ ୱଦୁଦର ମୁକାବିଲା କରିବା ପାଇଁ ପ୍ରେରଣ କଲେ। ହଜରତ ଅଲି ଆଗକୁ ଅଗ୍ରସର ହେଲେ ଏବଂ ଅମ୍ରକୁ କହିଲେ, ହେ ଅମ୍ର, ମୁଁ ଶୁଣିଛି ତୁମେ କୁଆଡ଼େ ପ୍ରତିଜ୍ଞା କରିଛ ଯେ କୁରୈଶର ଲୋକମାନଙ୍କ ମଧ୍ୟରୁ ଯଦି କୌଣସି ବ୍ୟକ୍ତି ତୁମ ନିକଟରେ ଦୁଇଟି କଥା ରଖେ, ତେବେ ତୁମେ ସେହି ବ୍ୟକ୍ତିର ଗୋଟିଏ କଥାକୁ ସ୍ୱୀକାର କରିନିଅ। ଅମ୍ର କହିଲା, ହଁ। ହଜରତ ଅଲି କହିଲେ, ହେ ଅମ୍ର, ତାହେଲେ ମୁଁ ତୁମକୁ ପ୍ରଥମ କଥା ଏହା କହୁଛି ଯେ ତୁମେ ମୁସଲମାନ ହୋଇଯାଅ, ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କୁ ସ୍ୱୀକାର କରିନିଅ, ଈଶ୍ୱରଙ୍କ ପୁରସ୍କାରର ଅଧିକାରୀ ହୁଅ। ଅମ୍ର କହିଲା, ମୁଁ ମୁସଲମାନ ହୋଇପାରିବି ନାହିଁ। ହଜରତ ଅଲି କହିଲା, ହେ ଅମ୍ର। ହଜରତ ଅଲି ରଜିୟଲ୍ଲାହୁ କହିଲେ, ହେ ଅମ୍ର, ତୁମେ ଯଦି ଏହି କଥାକୁ ସ୍ୱୀକାର ନ କର, ତେବେ ଆସ, ମୁଁ ତୁମ ସହିତ ଲଢ଼ିବାକୁ ପ୍ରସ୍ତୁତ ଅଛି। ପ୍ରତି ଉତ୍ତରରେ ଅମ୍ର ସ୍ମିତହାସ୍ୟ ପ୍ରକାଶ କରି କହିଲା, ହେ ଅଲି, ମୁଁ ଏପରି ଆଶା କରିନଥିଲି ଯେ କୌଣସି ବ୍ୟକ୍ତି ମୋତେ ଏପରି ଶବ୍ଦ କହିବ। ପୁନଶ୍ଚ ହଜରତ ଅଲିଙ୍କର ସେ ଅର୍ଥାତ୍ ଅମ୍ର ବଂଶ ସମ୍ପର୍କରେ ପଚାରିଲେ ଏବଂ ହଜରତ ଅଲିଙ୍କ କହିବା ଉତ୍ତାରୁ ଅମ୍ର କହିବାକୁ ଲାଗିଲେ, ହେ ଅଲି, ତୁମ ପିତାଶ୍ରୀ ମୋର ବନ୍ଧୁ, ତେଣୁ ତୁମେ ଯାଅ ଓ କୌଣସି ବଳବାନ ବ୍ୟକ୍ତିକୁ ମୋ ସହିତ ଲଢ଼ିବାକୁ ପଠାଅ। ହଜରତ ଅଲି କହିଲେ, ତୁମେ ମୋର ରକ୍ତପାତ କରିବାକୁ ଚାହୁଁନାହଁ, କିନ୍ତୁ ମୁଁ ତୁମର ରକ୍ତପାତ କରିବାରେ ତିଳେ ମାତ୍ର ପଛଘୁଞ୍ଚା ଦେବି ନାହିଁ, ତିଳେ ମାତ୍ର ଦ୍ୱିଧା ଅନୁଭବ କରିବି ନାହିଁ। ପ୍ରତି ଉତ୍ତରରେ ଅମ୍ର ଉତ୍ତେଜିତ ହୋଇ ନିଜ ଅଶ୍ୱ ଉପରୁ ତଳକୁ ଡେଇଁ ପଡ଼ିଲା ଏବଂ ଅଶ୍ୱର ଖୁର କାଟି ତାକୁ ତଳେ ପକାଇଦେଲା ଏବଂ ମୁକାବିଲା କରିବା ପାଇଁ ଆଗେଇ ଆସିଲା। ପୁନଶ୍ଚ ଏକ ଅଗ୍ନିର ନିଆଁ ପରି ପାଗଳ ହୋଇ ହଜରତ ଅଲି ରଜିୟଲ୍ଲାହୁଙ୍କ ଆଡ଼କୁ ଅଗ୍ରସର ହେଲା। ହଜରତ ଅଲି ରଜିୟଲ୍ଲାହୁଙ୍କ ଉପରକୁ ଏତେ ଜୋରରେ ଖଡ୍ଗ ପ୍ରହାର କଲା ଯେ ଅମ୍ରର ଖଡ୍ଗର ଢାଲ ବା ତାର ପ୍ରହାର ହଜରତ ଅଲି ରଜିୟଲ୍ଲାହୁଙ୍କ ଢାଲକୁ ବିଦୀର୍ଣ୍ଣ କରିଥିଲା, ଚିରି ଦେଇଥିଲା ଏବଂ ତାଙ୍କ କପାଳରେ ଯାଇ ବାଜିଥିଲା। ହଜରତ ଅଲି ରଜିୟଲ୍ଲାହୁ ସାମାନ୍ୟ ଆହତ ହେଲେ, କିନ୍ତୁ ତତ୍ପଶ୍ଚାତ ହଜରତ ଅଲି ରଜିୟଲ୍ଲାହୁ ଆଲ୍ଲାହୁ ଆକବରର ସ୍ଲୋଗାନ ଦେଇ ଏପରି ପ୍ରହାର କଲେ ଯେ ଶତ୍ରୁ ନିଜକୁ ରକ୍ଷା କରିପାରିଲା ନାହିଁ ଏବଂ ହଜରତ ଅଲିଙ୍କ ଖଡ୍ଗ ତାର କାନ୍ଧକୁ କାଟି ତଳକୁ ଚାଲି ଯାଇଥିଲା।
ସେ ସେହିଠାରେ ଛଟପଟ ହୋଇ ମୃତ୍ୟୁବରଣ କରିଥିଲା। କେତେକ ବର୍ଣ୍ଣନା ଅନୁଯାୟୀ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଦୁଇଟି କଥା ପରିବର୍ତ୍ତେ ହଜରତ ଅଲି ରଜିୟଲ୍ଲାହୁ ତାହାକୁ ତିନୋଟି ପ୍ରସ୍ତାବ ଦେଇଥିଲେ। ପ୍ରଥମ ଏହା ଥିଲା ଯେ ତୁମେ ଫେରିଯାଅ। ଯେତେବେଳେ ଆମ୍ରକୁ କହିଲେ ଯେ ତୁମେ ଫେରିଯାଅ, ସେତେବେଳେ ତହିଁରେ ଏହା ଅନ୍ତର୍ଭୁକ୍ତ ଥିଲା ଯେ ହେ ଆମ୍ର ତୁମେ ଫେରିଯାଅ। ଆମ୍ର ପ୍ରତି ଉତ୍ତରରେ କହିଥିଲା ଏପରି ହୋଇପାରିବ ନାହିଁ। ଦ୍ୱିତୀୟ କଥା, ହଜରତ ଅଲି ରଜିୟଲ୍ଲାହୁ ତାହାକୁ କହିଥିଲେ ଯେ ମୁସଲମାନ ହୋଇଯାଅ। ଏବଂ ତୃତୀୟ କଥା ଏହା କହିଥିଲେ ଯଦି ଏପରି ଏହାକୁ ଏହି ଦୁଇଟି କଥାକୁ ସ୍ୱୀକାର ନ କର ତେବେ ମୋର ମୁକାବିଲା କର। ଆମ୍ର ଯେତେବେଳେ ନିହତ ହେଲା ସେତେବେଳେ ଏହି ଦୃଶ୍ୟକୁ ଦେଖି ତାର ସାଥୀମାନେ ଭୟଭୀତ ଓ ଆତଙ୍କିତ ହୋଇ ନିଜ ଅଶ୍ୱ ଉପରେ ଆରୋହଣ କରି ପଛକୁ ପଳାୟନ କରିଥିଲେ, ପଶ୍ଚାତପଦ ଦେଇଥିଲେ। ହଜରତ ଜୁବୈର ରଜିୟଲ୍ଲାହୁ ସେମାନଙ୍କର ପିଛା କରିଥିଲେ ଓ ନୌଫଲ ବିନ୍ ଅବଦୁଲ୍ଲାର ସଂହାର କରିଥିଲେ। ଏହିପରି ଭାବରେ ସେମାନଙ୍କ ମଧ୍ୟରୁ ଆଉ ଜଣେ ବ୍ୟକ୍ତି ଯାହାର ନାମ ହୁବୈରା ବିନ୍ ଅବୁ ୱାହାବ ଥିଲା, ସେ ମଧ୍ୟ ହଜରତ ଅଲି ରଜିୟଲ୍ଲାହୁଙ୍କ ଭଉଣୀ ଉମ୍ମେ ହାନିର ସ୍ୱାମୀ ଥିଲା। ହଜରତ ଅଲି ତା ଉପରେ ଖଡ୍ଗ ଦ୍ୱାରା ପ୍ରହାର କରି ତାହାର ବେକ ପଛପଟୁ କାଟି ଦେଇଥିଲେ। ଅନ୍ୟ ଏକ ବର୍ଣ୍ଣନା ଅନୁଯାୟୀ ଆମ୍ରର ସଂହାର ପରେ ହୁବୈରା ଓ ଜିରାର ବିନ୍ ଖତ୍ତାବ ହଜରତ ଅଲି ରଜିୟଲ୍ଲାହୁଙ୍କ ଉପରେ ଆକ୍ରମଣ କରିଦେଇଥିଲେ। କିନ୍ତୁ ପାଲଟା ଆକ୍ରମଣରେ ଏହି ଦୁଇ ଶତ୍ରୁ କେବଳ ପଳାୟନ କଲେ ନାହିଁ, ବରଂ ହୁବୈରା ତ ନିଜର ଲୋହ କବଚ ଛାଡ଼ି ପଳାଇଥିଲା। ହେଲେ ହୁବୈରା କୁରେଶମାନଙ୍କ ସର୍ବଶ୍ରେଷ୍ଠ ଅଶ୍ୱାରୋହୀ ରୂପେ ଜଣାଶୁଣା ଥିଲା। ଆଉ ଏକ ବର୍ଣ୍ଣନା ଅନୁଯାୟୀ ଜିରାର ବିନ୍ ଖତ୍ତାବ ଯେ କି ହଜରତ ଉମର ରଜିୟଲ୍ଲାହୁଙ୍କ ଭାଇ ଥିଲା। ସିରତ ହଲବିୟାରେ ଜିରାର ବିନ୍ ଖତ୍ତାବ ହଜରତ ଉମର ବିନ୍ ଖତ୍ତାବ ରଜିୟଲ୍ଲାହୁଙ୍କ ଭାଇ ବୋଲି ଉଲ୍ଲେଖିତ ରହିଛି। କିନ୍ତୁ ରଚନାକାରୀମାନେ ନାଁ ଲେଖିବାରେ ତ୍ରୁଟି କରିଛନ୍ତି। ଜିରାର ଉମରଙ୍କ ଭାଇ ନୁହଁ। ଜିରାର ଯେତେବେଳେ ପଳାୟନ କଲା ସେତେବେଳେ ହଜରତ ଉମର ରଜିୟଲ୍ଲାହୁ ତାର ପିଛା କଲେ। ଜିରାର ହଠାତ୍ ଅଟକିଲା ଏବଂ ଉମର ରଜିୟଲ୍ଲାହୁଙ୍କ ଉପରୁ ବର୍ଚ୍ଛା ଦ୍ୱାରା ଆକ୍ରମଣ କରିବା ପାଇଁ ଉଦ୍ୟମ କରି ହଠାତ୍ ଅଟକି ଯାଇଥିଲା, ଅର୍ଥାତ୍ ହଜରତ ଉମର ରଜିୟଲ୍ଲାହୁଙ୍କୁ ଆକ୍ରମଣ କଲା ନାହିଁ। ଏବଂ ହଜରତ ଉମର ରଜିୟଲ୍ଲାହୁଙ୍କୁ ସମ୍ବୋଧିତ କରି କହିଲା, ହେ ଉମର, ମୋର ଏହି ଉପକାର ମନେ ରଖିବ ଯେ ମୁଁ ତୁମ ଉପରେ ଆକ୍ରମଣ କଲି ନାହିଁ। ସେହିପରି ଏହା ଉଲ୍ଲେଖ ରହିଛି ଯେ ହଜରତ ଉମର ରଜିୟଲ୍ଲାହୁ ମଧ୍ୟ ଏହି ଉପକାରକୁ ମନେ ରଖିଥିବେ। ଜିରାରର କ'ଣ ଉପକାର ଥିଲା? ହଁ, ଜିରାର ଉପରେ ଆଲ୍ଲାହ ତାଆଲାଙ୍କ ଏହି ଉପକାର ହେଲା ଯେ ସମ୍ଭବତଃ ସେ ଉମର ରଜିୟଲ୍ଲାହୁଙ୍କ ଏହି ଦୁଆ ଫଳରେ ଯାହାକି ତାକୁ ଲାଗିଲା, ଅର୍ଥାତ୍ ମକ୍କା ବିଜୟ ପରେ ଜିରାର ମୁସଲମାନ ହୋଇଗଲା, ଇସଲାମ ଧର୍ମରେ ଦୀକ୍ଷିତ ହୋଇଗଲା। ଅର୍ଥାତ୍ ସେ ଉମର ରଜିୟଲ୍ଲାହୁଙ୍କ ଉପରେ କ'ଣ ଉପକାର କରିବ? ଆଲ୍ଲାହ ତାଆଲା ତା ଉପରେ ଯେଉଁ ମହୋପକାର କରିଥିଲେ ତାହା ଏପରିକି ତାକୁ ବିଶ୍ୱାସର ପୁରସ୍କାର ଲାଭ ହୋଇଥିଲା, ମୁସଲମାନ ଧର୍ମ ସ୍ୱୀକାର କରିବାର ସୌଭାଗ୍ୟ ଲାଭ ହୋଇଥିଲା। ଶେଷରେ ସେ ୟମାମା ଯୁଦ୍ଧରେ ବୀରଗତି ପ୍ରାପ୍ତ କରିଥିଲା। କେତେକଙ୍କ ନିକଟରେ ଜିରାର ବୀରଗତି ପ୍ରାପ୍ତ କରିନଥିଲେ, ବରଂ ଅନେକ ସମୟ ଜୀବିତ ରହିବା ପରେ ସେ ସ୍ୱାଭାବିକ ମୃତ୍ୟୁବରଣ କରିଥିଲେ। ଆମ୍ର ବିନ୍ ଅବ୍ଦେ ୱଦୁଦର ବଧ ହେବା ପରେ ଅବିଶ୍ୱାସକାରୀମାନେ ରସୁଲୁଲ୍ଲାହ ସଲ୍ଲଲ୍ଲାହୁଙ୍କ ସେବାରେ ଏହି ସନ୍ଦେଶ ପ୍ରେରଣ କରିଥିଲେ ସେ ତାର ଶବକୁ 10,000 ଦିରହମ୍ ବଦଳରେ କ୍ରୟ କରିନେବେ। କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଅବିଶ୍ୱାସକାରୀମାନଙ୍କୁ କହିଲେ, ତୁମେମାନେ ଏହି ପାର୍ଥିବ ଶରୀରକୁ ନେଇଯାଅ, କାରଣ ମୁଁ ମୃତକ ଅର୍ଥାତ୍ ମଲା ଲୋକଙ୍କ ମୂଲ୍ୟ ଗ୍ରହଣ କରିନଥାଏ, ତାଙ୍କ ମୂଲ୍ୟ ଆମେ ସେବନ କରିନଥାଉ। କେତେକ ବର୍ଣ୍ଣନା ଅନୁଯାୟୀ ନୌଫଲ ବିନ୍ ଅବଦୁଲ୍ଲା ଅନ୍ୟ ଏକ ଅବସରରେ ନିହତ ହୋଇଥିଲେ। ଉକ୍ତ ଘଟଣାର ବୃତ୍ତାନ୍ତ ଏହିପରି ଉଲ୍ଲେଖ ରହିଛି, ଦିନେ ନୌଫଲ ବିନ୍ ଅବଦୁଲ୍ଲା ନିଜ ଅଶ୍ୱ ଉପରେ ଆରୋହଣ ହୋଇ ଦୌଡ଼ି ଆସିଥିଲା, ଅର୍ଥାତ୍ ସେ ଏହି ଉଦ୍ୟମ କରିଥିଲା ଯେ ଖନ୍ଦକ ଅତିକ୍ରମ କରିନେବ, କିନ୍ତୁ ଅଶ୍ୱ ଗର୍ତ୍ତକୁ ଅତିକ୍ରମ କରିପାରିନଥିଲା। ଫଳତଃ ଅଶ୍ୱ ସମେତ ସେ ଗର୍ତ୍ତ ମଧ୍ୟରେ ଖସି ପଡ଼ିଥିଲା। ଅତଏବ ଏପରି ଉଦ୍ୟମ କରିବାକୁ ଯାଇ ସେ ଗର୍ତ୍ତ ମଧ୍ୟରେ ଧସି ହୋଇଯାଇଥିଲା ଏବଂ ସେଠାରେ ମୃତ୍ୟୁବରଣ କରିଥିଲା। ସୁତରାଂ ଆଲ୍ଲାହ ତାଆଲା ସେହି ଶତ୍ରୁର ସଂହାର କରିଦେଇଥିଲେ। ଗର୍ତ୍ତରେ ପଡ଼ି ତାର ବେକର ହାଡ଼ ଭାଙ୍ଗି ଯାଇଥିଲା। ଅବିଶ୍ୱାସକାରୀମାନେ ନୌଫଲ ବିନ୍ ଅବଦୁଲ୍ଲାର ମରଶରୀରକୁ ନେବା ନିମନ୍ତେ ଏକ ପ୍ରତିନିଧି ଦଳ ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟକୁ ପ୍ରେରଣ କରିଥିଲେ ଯେ କିଛି ମୂଲ୍ୟ ନେଇ ତାର ମରଶରୀର ତାଙ୍କୁ ଅର୍ପଣ କରି ଦିଆଯାଉ, ଯଦ୍ୱାରା ତାର ମରଶରୀର ତାର ପରିବାରଜନଙ୍କୁ ପ୍ରଦାନ କରି ଦିଆଯିବ। କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ହେ ଅବିଶ୍ୱାସକାରୀମାନେ,
ଆମକୁ ମୃତ ବ୍ୟକ୍ତିର ଦିୟତର କୌଣସି ଆବଶ୍ୟକତା ନାହିଁ। ଆମେ ତୁମକୁ ନଫିଲର ଅନ୍ତିମ ସଂସ୍କାର ଏବଂ ଶେଷକୃତି କରିବାରେ ଅଟକାଇବୁ ନାହିଁ। ତୁମେ ନିଜର ସାଥୀର ଶବକୁ ସ୍ୱଇଚ୍ଛାରେ ନେଇଯାଇପାର। ହଜରତ ମୁସଲିମ ମଉଦ୍ ରଜିୟଲ୍ଲାହୁ ଆନ୍ହୁ ନଫିଲର ସଂହାର ଘଟଣା ସଂକ୍ରାନ୍ତରେ ବର୍ଣ୍ଣନା କରିଛନ୍ତି ଯେ ଶତ୍ରୁ ଯିଏ ଗର୍ତ୍ତ ଉପରକୁ ଆକ୍ରମଣ କରୁଥିଲା, ସେ ସେତେବେଳେ ଗର୍ତ୍ତକୁ ଅତିକ୍ରମ କରିବା ପାଇଁ ଲଙ୍ଘିବା ପାଇଁ ଚେଷ୍ଟା କରିଥିଲା। ସୁତରାଂ ଦିନେ ଅବିଶ୍ୱାସକାରୀମାନଙ୍କର ବଡ଼ ବଡ଼ ସେନାପତିମାନେ ଗର୍ତ୍ତ ଡେଇଁ ଅନ୍ୟ ପାର୍ଶ୍ୱକୁ ଆସିବା ପାଇଁ ଚେଷ୍ଟା କରିଥିଲେ ଏବଂ ସେଥିରେ ସଫଳ ମଧ୍ୟ ହୋଇଥିଲେ, କିନ୍ତୁ ମୁସଲମାନମାନେ ସେମାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କ ଉଦ୍ୟମକୁ ନିଷ୍ଫଳ କରିଦେଇଥିଲେ। ତେବେ ଏକ ବରିଷ୍ଠ ଅଧିପତି ଶତ୍ରୁମାନଙ୍କର, ଯାହାର ନାମ ନଫିଲ ଥିଲା, ସେ ଗର୍ତ୍ତ ମଧ୍ୟରେ ପଡ଼ି ମୃତ୍ୟୁବରଣ କଲା। ତ ଅଧିପତି ଜଣକ ଏତେ ବରିଷ୍ଠ ବ୍ୟକ୍ତି ଥିଲା ଯେ ଅବିଶ୍ୱାସକାରୀମାନଙ୍କ ମନରେ ଏହି ସନ୍ଦେହ ଜାତ ହେଲା ଯେ ଯଦି ସେହି ବ୍ୟକ୍ତିର ଶବକୁ ଅସମ୍ମାନ କରାଯାଏ, ମୁସଲମାନମାନେ ତାହାର ଅନାଦର କରନ୍ତି, ହତାଦର କରନ୍ତି, ତେବେ ଆରବ ଗୋଷ୍ଠୀକୁ ଆମେ ମୁହଁ ଦେଖାଇ ପାରିବା ନାହିଁ। ସୁତରାଂ ସେମାନେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ନିକଟରେ ଏହି ସନ୍ଦେଶ ପ୍ରେରଣ କରିଥିଲେ ଯେ ଆପଣ ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ନଫିଲର ଶବକୁ ଆମକୁ ହସ୍ତାନ୍ତର କରିଦିଅନ୍ତୁ ଓ ତା ବଦଳରେ 10,000 ଦିରହମ୍ କ୍ଷତିପୂରଣ ସ୍ୱରୂପ ଆମେ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ଅଛୁ। ସେମାନଙ୍କର ଏହି ଧାରଣା ଥିଲା ଯେ ମୁସଲମାନମାନେ ସେମାନଙ୍କ ପରି ଶବର ଛେଦନ କରିଦେବେ, ତାର ଅନାଦର କରିବେ, ଯେପରିକି ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ଚଚା ହଜରତ ହମଜା ରଜିୟଲ୍ଲାହୁ ଆନହୁଙ୍କର ସେମାନେ ନାକ ଓ କାନ କାଟି ତାର ଅବମାନନା କରିଥିଲେ, ଅର୍ଥାତ୍ ମର ଶରୀରର ଅବମାନନା କରୁଥିଲେ। ଠିକ୍ ସେହିପରି ଆଜି ମୁସଲମାନମାନେ ନଫିଲଙ୍କ ସହିତ କରିବେ, କିନ୍ତୁ ଇସଲାମ ଧର୍ମର ଆଦେଶାବଳୀ ତ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଇସଲାମ ଧର୍ମ ଶବକୁ ଅସମ୍ମାନ କରିବା ଓ ବିକୃତ କରିବାକୁ କଦାପି ଶିକ୍ଷା ଦେଇନାହିଁ। ତେଣୁକରି ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ସେମାନଙ୍କୁ କହିଲେ ଯେ ଏହି ଶବ ତ ଆମର କୌଣସି ଉପାଦେୟ ନୁହେଁ, ତେଣୁ ଏହି ଶବ ବଦଳରେ ଆମେମାନେ ତୁମଠାରୁ କୌଣସି ଅର୍ଥ ନେବୁ ନାହିଁ। ତୁମେମାନେ ସ୍ୱଇଚ୍ଛାରେ ଶବକୁ ଏଠାରୁ ନେଇ ଚାଲି ଯାଇପାର। ସେ ଯାହା ହେଉ, ଏହାର ଅତିରିକ୍ତ ବିବରଣୀ ଆଗକୁ ମଧ୍ୟ ଜାରି ରହିବ ଇନଶାଆଲ୍ଲାହ ତାଆଲା। ଚଳିତ ସପ୍ତାହରୁ ଲଜ୍ନା ଓ ଅନସାରମାନଙ୍କର ଇସ୍ତେମା ଆରମ୍ଭ ହେଉଅଛି। ଯେପରିକି ମୁଁ ଖୁଦ୍ଦାମାନଙ୍କୁ ଲଜ୍ନା ଓ ଅନସାରମାନଙ୍କୁ କହିଥିଲି ଯେ ସେମାନେ ଏହି ଦିନମାନଙ୍କରେ ବିଶେଷ ରୂପେ ଦୁଆରେ ନିଜର ସମୟକୁ ଅତିବାହିତ କରିବେ, ଦରୁଦ ଶରୀଫ ପାଠ କରିବେ, ଏଥିପ୍ରତି ମନୋଯୋଗ କରିବେ। ଆଲ୍ଲାହ ତାଆଲା ଆପଣ ସମସ୍ତଙ୍କୁ ଏଥି ନିମନ୍ତେ ସାମର୍ଥ୍ୟ ପ୍ରଦାନ କରନ୍ତୁ। ଆପଣମାନେ କେବଳ କ୍ରୀଡ଼ା ଭିତ୍ତିକ କାର୍ଯ୍ୟକ୍ରମରେ କିମ୍ବା ଗପସପ ହେବାରେ ସମୟ ଅତିବାହିତ ନ କରନ୍ତୁ। ଇସ୍ତେମାର ଯେଉଁ ଅଭିପ୍ରାୟ ରହିଛି ତାହାକୁ ଚରିତାର୍ଥ କରିବା ନିମନ୍ତେ ଉଦ୍ୟମ କରନ୍ତୁ। ଆଲ୍ଲାହ ତାଆଲା ପ୍ରତ୍ୟେକ ଦୃଷ୍ଟିରୁ ଏହି ଇସ୍ତେମା ଗୁଡ଼ିକୁ ସାଫଲ୍ୟମଣ୍ଡିତ କରନ୍ତୁ। Alhamdulillah nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina. Man yahdihillahu fala mudilla lahu ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون. اذكروا الله يذكركم
وادعوه يستجب لكم ولذكر الله أكبر.